Okay, hi everyone. This is Rashmi Mishra, Start ହେଇଗଲା and recording. ଆଜିର discussion ର topic ହେଲା childhood and life before technology. So basically, ଯଦି ମୋ ବିଷୟରେ ପଚରାଯିବ, then ମୋ age group like the 20 plus or the 90s kids, ଆମମାନଙ୍କର ଗୋଟେ ବହୁତ ହି awesome childhood ଥିଲା because ଆମମାନେ phone ଜାଣି ନଥିଲୁ କଣ। ଫୋନ ମାନେ ଲ୍ୟାଣ୍ଡଲାଇନ ଥିଲା ଯୋଉଟା ଫୋନ କାହାକୁ ଅଲଗା ଲୋକ ସାଙ୍ଗେ କଥା ହେବା ପାଇଁ ବିଲ୍ସ ଲାଗୁଥିଲା ତ ଦୂରଭାଷୀ ଯନ୍ତ୍ରର ପ୍ରୟୋଗ ଏକଦମ ଶୂନ୍ୟ ଥିଲା ଆମମାନଙ୍କ ଜୀବନରେ ଖୁସି ଖୁସିରେ ବଡ ହେଇଛୁ ଆମମାନେ କହିବାକୁ ଗଲେ ପ୍ରତି ଛୋଟ ଜିନିଷରେ ଭାଇ ଭଉଣୀଙ୍କ ସାଙ୍ଗରେ ଖେଳିବା ପିଠୁ କିତ କିତ ସେସବୁ କରିବା ବିଲେଇ ମାନଙ୍କ ପଛରେ ଗୋଡେଇକି ତାଙ୍କର ଲାଞ୍ଜ ଟାଣି ଟାଣି ବାନ୍ଧି ଦବା ଅଲଗା ଅଲଗା ପ୍ରକାର ମେମୋରିଜ ଅଛି ମୋର ଯେହେତୁ ଘରର ମୁଁ ବଡ ପ୍ରଥମ ଝିଅ ଥିଲି ମାନେ ଜେଜେବାପା ଭରିକଙ୍କ ସାଇଡ ରେ 56 years ପରେ ମୁଁ ଫର୍ଷ୍ଟ ଝିଅ ଆଣ୍ଡ ଅଜା ଘରେ ମୁଁ ମାନେ ବମାର ଫର୍ଷ୍ଟ ପ୍ଲସ ଆମ ଜେନେରେସନ ର ଫର୍ଷ୍ଟ ତ ଦି ଆଡୁ ବଡ ତ ସମସ୍ତଙ୍କର କୋଳରେ ଖେଳି 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 ବଡ ହେଇଗଲି ଏମିତିରେ ତ ପିଲାବେଳେ ବେଶୀ ଲୋକଙ୍କ ପାଖକୁ ମୁଁ ଯାଉନଥିଲି ନେଇଦେଇକିନା ବସ୍ ମାମା ପାଖକୁ ଯିବି ନାଇଁ ତ କକେଇକି ଜେଜେବାପା ଆଉ ଅଜାଘର ସାଇଡ ରୁ କାହାକୁ ବି ଦେଖିଲେ ମୁଁ ବହୁତ କାନ୍ଦେ ବଡ କଷ୍ଟ ମତେ କାହାକୁ ଧରିବାର ଥିବ ତ ମତେ ସାମ୍ନା ଆଡକୁ ମୁହଁ କରିକି ପଛ ଆଡୁ ଟେକିକି ଧରାହବ ତାହେଲେ ଲୋକ ଜାଣିବେ କି ହଁ ଏଇଟା କାନ୍ଦୁନି ଏବେ ୟାକୁ ବୁଲେଇ ହବ ଅଦରୱାଇଜ ମୁଁ ବହୁତ କାନ୍ଦୁଥିଲି ଯଦି ଟେକ୍ନୋଲୋଜି ଥାନ୍ତା ସେ ଟାଇମରେ ତ ହଁ ମେ ବି ପସିବିଲିଟି ଥିଲା କି ଫୋନ ଥ୍ରୁରେ ତାକୁ ରେକର୍ଡ କରିଥାନ୍ତା ଆଜି ଦେଖିଲେ ହସିଥାନ୍ତୁ ବଟ୍ ଏବେ ବି ସେ ଜିନିଷ ଗୁଡାକୁ ଭାବିକି ବହୁତ ହସ ଲାଗୁଛି ଏବେ ଆମମାନଙ୍କର ପିଲାମାନଙ୍କର ଡିବେଟ କମ୍ପିଟିସନ ହେଲା କି ସ୍କୁଲରେ କିଛି ବି ହେଲା ତ ଜଷ୍ଟ ଇଣ୍ଟରନେଟ ଏଇ ଆଇଡିଆ କପି କରିଦବା ଅର ସମଥିଙ୍ଗ ଏମିତି ହେଇଯିବ ସେମିତି ହେଇଯିବ ସେଇ ଟାଇମରେ ତ ଇଣ୍ଟରନେଟ ବଗେରା ନଥିଲା ମୁଁ ଏବେ ବି ମନେ ଅଛି ଷ୍ଟାଣ୍ଡାର୍ଡ 3 ପର୍ଯ୍ୟନ୍ତ ମୁଁ ପ୍ରତି ଡିବେଟ କମ୍ପିଟିସନରେ ପାର୍ଟ ନିଏ ପ୍ରତି ସ୍ପିଚ କମ୍ପିଟିସନରେ ପାର୍ଟ ନିଏ ମୁଁ ସବୁବେଳେ ଫର୍ଷ୍ଟ ଆସିଥାଏ ଓନ୍ଲି ବିକଜ ଅଫ ମାଇ ମାମା ବିକଜ ସେ ନିଜେ ମୋ ପାଇଁ ଲେଖିଥିବ ପୁରା ଲମ୍ବା ଲମ୍ବା ସ୍ପିଚ 4 ପେଜ 6 ପେଜ 8 ପେଜର ସେ ସ୍ପିଚ ଲେଖେ ନିଜେ ମତେ ଘୋଷାଏ ତ ସମହାଉ ସେଇ ଟାଇମରେ ଯୋଉ ପ୍ୟାରେଣ୍ଟସ ମାନଙ୍କର ଟାଇମ ନିଜ ଛୁଆଙ୍କ ସାଙ୍ଗରେ ସ୍ପେଣ୍ଡ ହଉଥିଲା ମୋ ମମିର ଟାଇମ ମୋ ସାଙ୍ଗରେ ସ୍ପେଣ୍ଡ ହେଇଛି ଆମର ବଣ୍ଡ ଆମର କନେକ୍ସନ ହିଁ ଗୋଟେ ବହୁତ ଅଲଗା ପ୍ରକାର ବନି ଯାଇଥିଲା ସେଥିପାଇଁ ଖାଲି ମମି ସାଙ୍ଗରେ ହିଁ ନାହିଁ ସମସ୍ତଙ୍କ ସାଙ୍ଗରେ ଏଇ ବିକଜ ଫୋନ ନଥିଲା ସମସ୍ତଙ୍କ ସାଙ୍ଗରେ ପର୍ସନାଲ ଟାଇମ ସ୍ପେଣ୍ଡ କରିବାର ସ୍ପେସ ବେଶୀ ଥିଲା ସେଇ ଥ୍ରୁରେ ହେଇ ହେଇକିନା ଆଟାଚମେଣ୍ଟ ଗୋଟେ ଅଲଗା ପ୍ରକାର ହେଇଯାଇଥିଲା ପ୍ଲସ ଯେତେବେଳେ ଆମେ ସମ୍ବଲପୁରରେ ଥିଲୁ ସେଇ ଟାଇମରେ ଖେଳ କୁଦ 4ଟା ରୁ 6ଟା ଇଜ କମ୍ପ୍ଲିଟଲି ଖେଳ ଟାଇମ ସ୍କୁଲ ରୁ ଆସ 1:30ରେ ନୋ ଫୋନ୍ସ ନଥିଙ୍ଗ ଓନ୍ଲି ଟେଲିଭିଜନ ଗୋଟେ ଥାଏ ଯୋଉଟା କି ଆମର ଷ୍ଟାର୍ଟ ହବ 3:30ରୁ ଆଇ ଷ୍ଟିଲ ରିମେମ୍ବର ମୁଁ ଆଉ ଲିଟିଲ ମିଶିକି ଆଗ 3:30ରୁ ଗୋଲ ଗୋଲ ଗୁଲାମ ଦେଖିବୁ 4 o'clock ଯାଏଁ 4 o'clockରେ ଗୋଟେ ତାକେଶୀ କ୍ୟାସେଲ ଟାଇପ ର ଆସେ ତାକେଶୀ କ୍ୟାସେଲ ନୁହେଁ ସେଇ ଟାଇପ ର ଗୋଟେ ଆସେ ଅରେଞ୍ଜ ଭର୍ସେସ ବ୍ଲୁ ଟିମ ର ଦେନ 4:30ରେ ଡୋରେମନ ଦେଖା ହବ 5 o'clockରେ ସିନଚାନ ଦେଖା ହବ 5:30ରୁ ଖେଳିବାକୁ ଯିବ 6ଟା ଯାଏର ପରମିଶନ ଥିବ କିନ୍ତୁ ଘରକୁ ଫେରୁ ଫେରୁ ସବୁବେଳେ 7ଟା ହେଇଯାଏ ଖେଳି ଖେଳିକିନା ଦେନ 7ଟା ରୁ 9ଟା ପାଠ ପଢ ଖାଅ 9ଟା ବେଳକୁ ଏଇଦର ନନା ଡିସକଭରି ଚ୍ୟାନେଲ ଲଗେଇବେ ନାଇଁ ତ ଯଦି ଫ୍ରାଇଡେ ସାଟରଡେ ସଣ୍ଡେ ଅଛି ତ ପୃଥ୍ୱୀରାଜ ଚୌହାନ ଦେଖ ତାପରେ ଖାଇକି 10ଟା ବେଳକୁ ଟିକେ ଷ୍ଟୋରି ବୁକ୍ସ ପଢ ଶୋଇପଡ ସେତିକି ହିଁ ଲାଇଫ ଥିଲା ରାତି 10ଟା ମାନେ ସେଟା କାଫି ରାତି ଶୁଅ ସକାଳୁ ଜଲଦି ଉଠ ସ୍କୁଲ ଯାଅ ପାଖଟା ତ ପୁରା ସିନେରୀ ଭଳିଆ ଏରିଆ ଗ୍ରୀନେରୀ ଭରିକି ଥାଏ ବହୁତ ମଜା ଲାଗେ ଯେତେବେଳେ ଛୁଟି ହୁଏ ମତେ ଏବେ ବି ମନେ ଅଛି ସୋନାକ୍ଷୀ ମନିଷା ତ ବହୁତ ଛୋଟଟେ ଥିଲା ମନିଷା ସାଙ୍ଗରେ ସେଇ ଜିନିଷର ମେମୋରିଜ ଏତେ ନାଇଁ ସୋନାକ୍ଷୀର ମୋର ଆମେ କଣ କରୁ ଲଞ୍ଚ ରୁ ପତ୍ର ଫୁଲ ସବୁ ତୋଳିକିନା ତା ଦେହରେ ରଙ୍ଗୋଲି ବନେଇଥାଉ ତ ସେଇ ରଙ୍ଗୋଲିର ଗୋଟେ ଅଲଗା ହିଁ କ୍ରେଜ ଥିଲା ପ୍ଲସ ବାଲକୋନି ଉପରକୁ ପଳେଇବୁ ସୋଲୋକୁ ସବୁବେଳେ ଏମିତି ରାମ୍ପି ରାମ୍ପି ତଳକୁ ପକେଇବୁ କଣ ନା ସ୍ନୋଫଲ ହଉଛି ଆଣ୍ଡ ୱି ଆର୍ ଏଞ୍ଜୟିଂ ସ୍ନୋଫଲ ଆମେ ତ ସ୍ନୋଫଲ ଏଞ୍ଜୟ କରୁନି ଆମେ ସୋଲୋ ରାମ୍ପୁଥାଉ ତଳେ ଲିଟିଲ ମନିଷା ଶିବୁନ ହଁ ଏମାନେ ସବୁ ଛୋଟ 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 ପିଲା ଗୁଡାକ ଯୋଉମାନେ ସେଗୁଡାକ ଥିବେ ଦେ ୱେର୍ ଏଞ୍ଜୟିଂ ସ୍ନୋଫଲ୍ସ ତ ଏମିତିରେ ବହୁତ କ୍ୟୁଟ ଥିଲା ଲାଇଫ ଦଶହରା ମେଳା ହେଲା ଦୁର୍ଗା ପୂଜା ମେଳା ହେଲା ସେ ସବୁ ମେଳାକୁ ଯାଅ ଛୋଟ ଛୋଟ ଜିନିଷ ଆଣ ଛୋଟ ଛୋଟ ଜିନିଷରେ ଖୁସି ହଉଥିଲୁ ସେବେ ଏଇ ଜିନିଷ ନଥିଲା କି ଆଜି ଏଇ ଜିନିଷଟାକୁ ଅପଲୋଡ କରିବା 200ଟା ଲୋକ ଦେଖିବେ ସେଇଥିରେ ସାଟିସଫାକ୍ସନ ଜିନିଷଟା ସବୁବେଳେ ସେଲ୍ଫ ସାଟିସଫାକ୍ସନ ହେଇକି ଥିଲା ତ ଅବଭିୟସଲି ସେଇଟା ମାନେ ବହୁତ ବହୁତ ଗୋଟେ ଖୁସି ବାଲା ଫେଜ୍ ଥିଲା ଯୋଉଟା ଫର୍ଚୁନେଟଲି ଅନଫର୍ଚୁନେଟଲି ଏବେ ଆଉ ନାହିଁ ଓଭର ଟୁ ସୋନା Dunani jaha kahila, I can completely relate to her because ଆମେ ଯୋଉ 90s kid ମାନେ ଯୋଉ 1998 ରୁ some 2002 ପାଖାପାଖି ଫେଜଟା ବହୁତ ଏନ୍ଜୟ କରିଥିଲୁ ବିକଜ ସେତେବେଳକୁ ଟେକ୍ନୋଲୋଜି ଜଷ୍ଟ ଷ୍ଟାର୍ଟ ହେଇଥିଲା and ଆମେ ଏତେ ବି ଇନଭଲ୍ଭ ନଥିଲୁ ଟେକ୍ନୋଲୋଜି ସାଙ୍ଗରେ ତ ମୋଷ୍ଟ ଅଫ ଦ ଟାଇମ ଫ୍ୟାମିଲି ସାଙ୍ଗରେ ସ୍ପେଣ୍ଡ କରୁଥିଲୁ ତାପରେ କ୍ରିଏଟିଭିଟି ବହୁତ ଥିଲା ଯାହା ତୁ କହିଲା ସେତେବେଳକୁ
କିଛି ସୋର୍ସେସ୍ ନଥିଲା ଯୋଉଟା କି କପି ପେଷ୍ଟ କରିକିନା ଆଣ୍ଡ ଯାଇକିନା ବାସ୍ କହିଦବୁ ବିକଜ ସେଟାକୁ ବହୁତ ଭାବିବାକୁ ପଡୁଥିଲା କୋଉ ବି କମ୍ପିଟିସନ ହଉ ଆଉ ମ୍ୟାକ୍ସିମମ୍ ଟାଇମ୍ ଆମେ ଡ୍ରଇଂ ହଉ କି ଗୀତ ହଉ ଏଇସବୁ ଜିନିଷରେ ଟାଇମ୍ ସ୍ପେଣ୍ଡ କରୁଥିଲୁ କି ସମସ୍ତଙ୍କ ସାଙ୍ଗେ ମିଶିକିନା ଖେଳୁଥିଲୁ ଆଉ ତାପରେ ଏଇଠୁ ମନେ ପଡୁଛି ଯୋଉ ଯେତେବେଳେ ପୂଜା ହୁଏ ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ସେତେବେଳକୁ ଆଉ ତାପରେ ଅଲଗା ଅଲଗା ଟଏସ୍ ମିଳେ ତ ସେତେବେଳକୁ ସେ ଛୋଟ ଛୋଟ କିଚେନ ସେଟ୍ସ ରେ ବି ଆଣିକିନା କେତେ ଗେମ୍ସ ଖେଳିଛୁ ସବୁ ମିଶିକିନା ତ ଲାଇକ୍ ଟେକ୍ନୋଲୋଜି ହଁ କହିବି ଏବେ ତାର ଗୋଟେ ପ୍ରୋ ହେଲା କି ମାନେ ଏତେ ଦୂରରେ ଥାଇକିନା କନେକ୍ଟିଭିଟି ବହୁତ ବଢି ଯାଇଛି ଲାଇକ୍ କଥା ମନେ ପଡିଲା ଯଦି ସାଙ୍ଗେ ସାଙ୍ଗେ ଭିଡିଓ କଲ୍ କରିଦିଅ ଆଣ୍ଡ ୟୁ ଗେଟ୍ ଇନ୍ ଟୁ ଟଚ୍ ବଟ୍ ଯେତେବେଳେ ଟେକ୍ନୋଲୋଜି ଆସିନଥିଲା ଲାଇଫ୍ ଗୋଟେ ଅଲଗା ପ୍ରକାର ଥିଲା ମାନେ we were literally enjoying the life ସେତେବେଳକୁ ଏତେ କିଛି ଟେନସନ ନଥିଲା କି ଏତେ କିଛି ମାନେ ମାଇଣ୍ଡ କୁ ଆସୁନଥିଲା କି ମୁଁ ଯଦି ଫଟୋ ଅପଲୋଡ କଲି ତ କାହାକୁ ପସନ୍ଦ ଆସିବ କାହାକୁ ପସନ୍ଦ ଆସିବନି କି କିଛି ବି ଯଦି ଏବେ କମ୍ପିଟିସନ କି କଣ ଆସୁଛି ଯେମିତି ମାଇଣ୍ଡ କୁ ପଳେଇ ଆସୁଛି କି ନା ଆଗ ଗୁଗଲ ସର୍ଚ୍ଚ କରିଦବା ତାପରେ ଏଠୁ ଦେଖିବା କେମିତି କଣ ହଉଛି ମାନେ କିଛି ଆଇଡିଆସ ମିଳିଯିବ କି କଣ ସେଇ ଫାସିଲିଟି ବି ସେତେବେଳକୁ ନଥିଲା ସୋ ୟେସ୍ ସୋ ଚାଇଲ୍ଡହୁଡ ରେ କ୍ରିଏଟିଭିଟି ବହୁତ ବେଶୀ ଥିଲା ଆମର ଆଣ୍ଡ ତାପରେ ଏଠୁ ଟାଇମ ସ୍ପେଣ୍ଡ ବହୁତ କରୁଥିଲୁ ୱିଥ ନେଚର ବିକଜ ଯେହେତୁ କିଛି ଫୋନ୍ସ ନଥିଲା କି କମ୍ପ୍ୟୁଟର ଏସେସ୍ ବି ଏତେ ମିଳୁନଥିଲା ତ ଆମେ ବାହାରକୁ ଯାଇକି ବେଶୀ ଖେଳୁଥିଲୁ ସୋ ଆଉଟଡୋର ଆକ୍ଟିଭିଟିଜ ବହୁତ ଥିଲା ଆଉ ଲୁଡୋ ମିଶିକିନା ଖେଳିବାର ବି ଗୋଟେ ମଜା ଅଲଗା ଥିଲା ସେତେବେଳକୁ ଫୋନ ରେ ଆମେ ଖେଳୁନଥିଲେ ବଟ୍ ଯେମିତି ପ୍ରପର ଲୁଡୋ ଖେଳନ୍ତି ସେମିତି ଖେଳୁଥିଲୁ ଆଣ୍ଡ ସେଇଟା ବହୁତ ବଢିଆ ଥିଲା ଆଣ୍ଡ ତାପରେ ଥିବ ସାଙ୍ଗରେ କି ଫ୍ରେଣ୍ଡସ୍ ସାଙ୍ଗରେ ଟେକ୍ନୋଲୋଜି ଥ୍ରୁରେ ହଁ ସାଙ୍ଗେ ସାଙ୍ଗେ ଦେଖା ହେଇଯାଉଛି ବଟ୍ ସେତେବେଳକୁ ଥ୍ରିଲ୍ ଅଲଗା ଗୋଟେ ଥିଲା କି ଏବେ ସମର ଭେକେସନ ଆସିବ ୱିଣ୍ଟର ଭେକେସନ ଆସେ ଚାଲ ଯିବା ବ୍ରହ୍ମପୁର ନାନୀ ଲିଟିଲ ସାଇଁ ଦେଖା ସେଇ ଟାଇମ ର ଗୋଟେ ମାନେ ବହୁତ ହିଁ ଭଲ ଫେଜ୍ ଥିଲା ମୁଁ କହିବି ଆଣ୍ଡ ଏବେ ହଁ ଟେକ୍ନୋଲୋଜି ଆସିକିନା ବହୁତ ହେଲ୍ପ ବି କରୁଛି ବଟ୍ ଆଜ୍ ନାଇଣ୍ଟିଜ୍ କିଡ୍ ବହୁତ ଏଞ୍ଜୟ କରିଥିଲୁ ଚାଇଲ୍ଡହୁଡ ସୋ ଗୋଟେ ସେଇଟା ଗୋଟେ ବଢିଆ ମେମୋରି ରହିଯାଇଥିଲା ଯେତେବେଳେ ଫ୍ୟାମିଲି ସାଙ୍ଗରେ ବହୁତ ଭଲ କନେକ୍ଟିଭିଟି ଥିଲା ଫେସ୍ ଟୁ ଫେସ୍ କନେକ୍ଟିଭିଟି ଥିଲା ସୋ ୟେସ୍ ସେଇଟା ମୁଁ ଟିକେ ସର୍ଟଲି କହିଦେଲି ବଟ୍ ଏଇଟା ମୋର ଏକ୍ସପିରିଏନ୍ସ ଥିଲା ବିଫୋର ଟେକ୍ନୋଲୋଜି କେମ୍ ଇନ୍ ଟୁ ଲାଇଫ୍ ଥ୍ୟାଙ୍କ ୟୁ ଓକେ ଏବେ ଓଭର ଟୁ ଚିକି ହ୍ୟାଲୋ। ଆମେ ଦେଖିବା ହୁଁ ମୁଁ କହିବି ସେମିତିରେ ତ କହିବାକୁ ଗଲେ ସୋନା ନାନୀ ଆଉ ହୁଁ ଟୁନା ନାନୀ ସବୁ ମାନେ ଅଲମୋଷ୍ଟ ସବୁ କିଛି କହିସାରିଲେଣି ଆଉ କହିବି ବି କଣ ସେ ଆମେ ତ ଆମର ଛୋଟବେଳେ ତ ମୋଷ୍ଟଲି ଯେବେ ଆମକୁ ଯିବା ମାନେ ମତେ ସେତେବେଳକୁ ଭୋଲୁ ବହୁତ ଛୋଟ ଥିଲା ମତେ ଭାରି ଇଚ୍ଛା ହୁଏ ବ୍ରହ୍ମପୁର ଯିବାକୁ ମୁଁ ଏକଲା ଏକଲା ବି ପଳାଏ ବ୍ରହ୍ମପୁର ଏକଲା ମାନେ ମତେ ନନା ଛାଡିକି ପଳେଇ ଆସନ୍ତୁ ମୁଁ ଏକଲା ରହେ ବ୍ରହ୍ମପୁରରେ ହେଲା ତ ଆମେ ତିନି ଜଣ ମିଶିକି ଯୋଉଠି ବି ଥାଉ ମାନେ ବହୁତ ଅଜିବ୍ ଅଜିବ୍ ପ୍ରକାର ଗେମ୍ ଖେଳୁ ମାନେ କିଏ ମାନେ ଡୁ ନାନୀ ଧର ବହୁତ ମାନେ ବୁରା ବାଲା ଶାଶୁ ହେଇଥାଏ ହେଲା ମୁଁ ସ୍ୱାମୀ ମୁଁ ୟାର ପଡୋଶୀ ହେଇଥାଏ କି ଲିଟିଲ ଇଏ ଆଉ ଗୋଟେ ଘରର ଯୋଉ ବୋହୂଟେ ହେଇଥାଏ ଏମିତି ଟାଇପ ର ବହୁତ ଅଜିବ୍ ଅଜିବ୍ ଗେମ୍ ସବୁ ଖେଳୁ ମାନେ ଲିଟିଲ ଡୁନ ନାନୀ ସହିତ ଖେଳିଥିଲି ମୁଁ ଡୁ ନାନୀ ସହିତ ବି ଖେଳିଛି ଲିଟିଲ ସହିତ ବି ଖେଳିଛି ହେଲା ଦି ଜଣଙ୍କ ସହିତ ଇକ୍ୱାଲି ଖେଳିଛି ମୋର କିଛି ନାଇଁ କି ମୁଁ କାହା ସହିତ ଅଲଗା ଅଲଗା ଖେଳିଛି ଦି ଜଣଙ୍କ ସହିତ ବହୁତ ଇକ୍ୱାଲି ଖେଳିଛି ଆଉ ତାପରେ ଲିଟିଲ ଟିକେ ବଡ ହେଇଗଲା ଆଉ ଡୁ ନାନୀ ବହୁତ ବଡ ହେଇଗଲା ତ ତା ସହିତ ଆଉ ବେଶୀ ଖେଳି ହେଲାନି ତ ଲିଟିଲ ସହିତ ତାପରେ ବହୁତ ଖେଳି ତ ଡୁ ନାନୀ ବି କମ୍ପ୍ଲେନ କଲା ମତେ କି ମୁଁ ଆଉ ତା ସହିତ ଖେଳିନି ମୁଁ କହିଲି କି ତୁ ଆସେ ମୋ ସହିତ ଖେଳିବୁ ଏକା ସାଙ୍ଗେ ଖେଳିବା ତିନି ଜଣ ମିଶିକି ହେଲେ ଆମେ ତିନି ଜଣ ଖେଳିଲେ ଆଙ୍କ ଦି ଜଣଙ୍କର ଝଗଡା କେବେ କେବେ ଷ୍ଟାର୍ଟ ହେଇଯାଏ ତାପରେ ସେଇଟା ଏମିତି ଖାଲି ଛୋଟ ବେଳୁ ବହୁତ ଖେଳୁଛି ଆଉ ଟେକ୍ନୋଲୋଜି ପୂର୍ବରୁ ବହୁତ ମାନେ ଏମିତି ଖେଳୁଥିଲୁ ତାପରେ ଫୋନ ଆସିଗଲା ପରେ ଫୋନ ଆଡକୁ ପଳେଇଲୁ ମାନେ ଫୋନ ଯେତେବେଳେ ବି ମିଶିଲୁ ଫୋନ ଟିକେ ମାନେ କଥା ହଉଥିବୁ ଟିକେ ଫୋନ ଦେଖିଦବା କି କିଏ କଣ ମେସେଜ କଲା କି କଣ ପୋଷ୍ଟ କରିଛି ତାକୁ ଦେଖିଦବା କି ଏମିତି କରିକି ଦେଖିଲୁ ସେମିତି ନାଇଁ ଯେ ଦେଖା ହଉନି ହେଲେ ବି ଆଉ ଚାଇଲ୍ଡହୁଡ ମେମୋରିଜରେ ମୁଁ କଣ କହିବି ତ ମାନେ ସବୁ କମ୍ପ୍ଲିଟ କରିଦେଲି ମୋ ମୁଣ୍ଡରୁ କିଛି ବାହାରୁନି ମୁଁ ଯାହା ଭାବିଥିଲି ସବୁ ଡୁ ନାନୀ ମାନେ ଗୋଟେ ଲୟରେ ସବୁ କହିକି ପଳେଇଲା ତାପରେ ସୋନାକ୍ଷୀ ନାନୀ ମିଶିଗଲେ ତାପରେ ମୋ ମୁଣ୍ଡରେ କିଛି ପଶୁନି ଛୋଟବେଳେ ମୋର ବହୁତ ଇନସିଡେଣ୍ଟ ହେଇଛି କିନ୍ତୁ ମାନେ କଣ କହିବି ଆଉ କଣ
ନାଇଁ ମୋ ପାଖେ ଆଉ କିଛି ନାହିଁ, ବାଏ ବାଏ। କହିବାକୁ ଆଉ ମୋ ପାଖେ କିଛି ନାହିଁ, ଶବ୍ଦ ନାହିଁ। ମୁଁ ବନ୍ଦ ହେଇଗଲେ ଲିଟିଲ ଅଟକି ଗଲା ନା ଏମିତି ଦିଶୁଛି? ଲିଟିଲ ହ୍ୟାଲୋ, ନା ମୁଁ ନା ଅଟକିନି? ନା ମୁଁ ଅଟକିନି, ମୁଁ ଅଛି। ତୁ କିନ୍ତୁ ଅଟକିଲା ଭଳିଆ ଦିଶିଲୁ ତ ସେଇଥିପାଇଁ। ଅ ହଉ ଏବେ କେ ମନିଷା କର କଣ୍ଟିନ୍ୟୁ। ମୋ ପାଖେ ଆଉ କିଛି ନାହିଁ ଶବ୍ଦ ବବ୍ଦ ମୁଁ ଆଚ୍ଛା, ଟେକ୍ନୋଲୋଜି ପୂର୍ବରୁ and ଟେକ୍ନୋଲୋଜି ପରେ ଗୋଟିଏ ଫ୍ରେଜ ମାନେ ବହୁତ ହି ଜଷ୍ଟିଫାଇଡ ୱେରେ ବୁଝେଇଦବା ଜିନିଷଟା କି ignorance is bliss। ମାନେ ଟେକ୍ନୋଲୋଜି ପୂର୍ବରୁ ଏଭ୍ରିଥିଙ୍ଗ, ହଁ ଇଗ୍ନୋରାଣ୍ଟ ବହୁତ ଥିଲା ଦୁନିଆ, we didn't know many things, ବଟ୍ ସେଇ ଟାଇମିଂରେ ବହୁତ ଖୁସି ଥିଲା ସବୁ ଜିନିଷ, ବହୁତ ଛୋଟ ଛୋଟ ଜିନିଷ ହିଁ ବହୁତ ଖୁସି ଦିଏ। ଯେମିତି କି ଡୁ କହିଲା ସେ ସ୍ନୋଫଲ ଏକ୍ସପିରିଏନ୍ସ ଟା ହେଇଯାଉ, କି କଜିନ୍ସଙ୍କ ସହିତ ଟାଇମ ସ୍ପେଣ୍ଡ ହେଇଯାଉ, କି ମାନେ ଏମିତି ଛୋଟ ଛୋଟ ଖାଇବା ଜିନିଷ, ନୂଆ ନୂଆ ଜିନିଷ ବି ଯଦି ଡିସ୍କଭର କର, ସେ ଫୁଡ ବି ଆମକୁ ବହୁତ ଖୁସି ଦେଇ ଦଉଥାଏ। ସେମିତି ଟାଇପ ସବୁ ଥିଲା ସିଚୁଏସନ। ଟେକ୍ନୋଲୋଜି ପରେ ବହୁତ ସବୁ ଚେଞ୍ଜ ହେଇଗଲା। ମାନେ ଲାଇକ 5ଟା ଲୋକ କଣ ଭାବିବେ କଣ ନାହିଁ ସେଇ ସବୁ ଅନୁସାରେ ମଣିଷ ଚାଲିଛି। ଆଣ୍ଡ ହଁ, ମେନଲି ଫିୟର ଇନସିକ୍ୟୁରିଟିଜ ଏଗୁଡା ସବୁ ବି ବହୁତ ଡେଭଲପ ହେଇଯାଇଛି, ବିକଜ ଯେତେ ଟେକ୍ନୋଲୋଜି ଆଡଭାନ୍ସ ହେଇ ହେଇ ଚାଲିଛି ସେତିକି ମନ ଭିତରେ ଇନସିକ୍ୟୁରିଟି ଆସୁଛି କି ହଁ କିଏ କେତେ ଜଜମେଣ୍ଟାଲ ହବ, କି କିଏ କଣ କହିବ କଣ ନାହିଁ, ଅଲ୍ ଦୋଜ ଥିଙ୍ଗସ। ବଟ୍ ଟେକ୍ନୋଲୋଜି ପୂର୍ବରୁ ଯୋଉଟା କି ସ୍ପେସିଫିକାଲି ଚାଇଲ୍ଡହୁଡ, ସେତେବେଳେ ମଣିଷ କେୟାର ଫ୍ରି ଥିଲା ଜେନୁଇନଲି, ଆଣ୍ଡ କିଛି ହିଁ ନଥିଲା ଟେନସନ ଲାଇଫରେ, ପୁରା ଏନ୍ଜୟ କରୁଥିଲୁ। ଏମିତି ଛୁଟି ହେଲେ ହଁ କଜିନ୍ସଙ୍କ ଘରକୁ ପଳାଅ, ଟାଇମ ସ୍ପେଣ୍ଡ କର। ଆଣ୍ଡ ହଁ, ମୋର ଏବେ ବି ମନେ ଅଛି ଛୁଆ ବେଳେ ନା ଇମାଜିନେସନ ଟା ବହୁତ ଥାଏ। ଯେତେବେଳେ ଟେକ୍ନୋଲୋଜି ନଥିଲା ଏତେଟା, ସେତେବେଳେ we in ourselves we used to imagine a lot. and ମୋର ଏବେ ବି ମନେ ଅଛି, ମୁଁ ଯେତେବେଳେ ଛୋଟଟେ ଥିଲି, ମୋ ଛୋଟ ଭଉଣୀ ଯେତେବେଳେ ହେଇଥିଲା, ଯେତେବେଳେ ମମି ତାର କିଛି ମାନେ ଷ୍ଟଫ୍ସ ଧୁଆ ଧୁଇ କରନ୍ତି, I always used to picturize that thing and ମୁଁ ତାକୁ ଡ୍ର କରେ। ତ ଆମେ ଯାହା ସବୁ ଭାବୁ we draw that। ତ ମୁଁ ନା ଏମିତି ସ୍କ୍ୱାର ସ୍କ୍ୱାର ଗନ୍ଥା ବନେଇ ଦେଇଥିଲି। ମମି ପଚାରିଲେ ଏଇଟା କାହିଁକି କରୁଛୁ, ନା ତ ଲୁଗା ଧୋଇକି ଶୁଖଉଛୁ ଏମିତି କରିକି। ତ ମମି କହିଲେ ଆଚ୍ଛା ତୁ ତ ଭାବିକି ଲେଖିଛୁ। ମୁଁ କହିଲି ହଁ। ତ ସେମିତି କଲାରୁ ସେଇଠି ଇମାଜିନେସନ ଟେ ଗୋଟେ ଥାଏ, ମଣିଷ ଭାବେ ଗୁଡାଏ ଜିନିଷ କି ହଁ ଏଇଟା ସେମିତି ହେଇଥିଲା କେମିତି ହେଇଥାନ୍ତା, ଏମିତି ହେଇଥିଲେ କେମିତି ହେଇଥାନ୍ତା। ଟେକ୍ନୋଲୋଜି ଯେତିକି ଆଡଭାନ୍ସ ହେଇ ଚାଲିଛି, ସେତିକି ଇମାଜିନେସନ ଟା କମି କମି ଚାଲିଛି। ମାନେ ଇଲ୍ୟୁଜନାରୀ ୱାର୍ଲଡ ଟା ଇଟ୍ସ ଗେଟିଂ ସପ୍ରେସ୍ଡ। ସମଟାଇମ୍ସ ଇଟ୍ସ ହାର୍ମଫୁଲ ଅଲସୋ, ବେଶୀ ଇଲ୍ୟୁଜନାରୀ ୱାର୍ଲଡରେ ରହିଲେ। ବଟ୍ ଛୁଆ ବେଳେ ଗୋଟେ ଡିଫରେଣ୍ଟ ଭାଇବ ଥିଲା। ଏବେ ସେଇ ସବୁ ଜିନିଷ ଗୁଡା ଯଦି ହଠାତ୍ କି ଆସି ଯାଉଛି, ଯେମିତି କି ଚକୋଲେଟ୍ସ ଦେଖି ଦଉଛେ କିଛି ପୁରୁଣା, କି ଆମେ ଏମିତି କାର୍ଟୁନ ଶୋଜ ଦେଖି ଦଉଛେ, ଦେନ୍ ସେଇଟା ନଷ୍ଟାଲଜିକ ଫିଲ୍ କରେଇ ଦଉଛି ଆମକୁ ପୁରା। ତ ବସ୍ ସେମିତି କହିବି କି ହଁ, ବହୁତ ଭଲ ଥିଲା ବିଫୋର ଟେକ୍ନୋଲୋଜି। ଏମିତି ପୁରା ମସ୍ତ ଥିଲା ଗୋଟେ ଟାଇମ ପିରିୟଡ କି ହଁ ଛୁଆବେଳେ ଯାଇକି ସାଇକ୍ଲିଂ କର, ଖେଳ, ଆଣ୍ଡ କିଛି କାହାଠୁ ସୋଧା ଶୁଣିବାକୁ ପଡୁନଥିଲା ସେତେବେଳେ ଟାଇମ ୱେଷ୍ଟ କରିବା ପାଇଁ। ସେଇଟା ମେନ୍। ତ ବସ୍ ବେଟର ଥିଲା ଟେକ୍ନୋଲୋଜି ପୂର୍ବରୁ ୱାର୍ଲଡ ଟା, ଆଇ ମଷ୍ଟ ସେ, ବିକଜ ସେତେବେଳେ ବେଶୀ କେୟାର ଫ୍ରି ଥିଲେ ଲୋକ ଆଣ୍ଡ ହାପି ଥିଲେ ଜେନୁଇନଲି। ତ ବସ୍ ସେତିକି। ଥ୍ୟାଙ୍କ ୟୁ। ଓଭର ଟୁ ଲିଟିଲ ନାନୀ। ଆଚ୍ଛା, ସମସ୍ତେ ତ ଏତେ କିଛି କହିଲାଣି, ତ ତ ଗୋଟେ ଆଡୁ ଠିକ କଥା ଯେ ମୁଁ ଯେତିକି ଏକ୍ସପିରିଏନ୍ସ କରିଛି, ଟେକ୍ନୋଲୋଜି ଆସିବା ଆଗରୁ ଆଉ ଆସିଲା ପରେ ମୋ ଲାଇଫରେ ଯୋଉ ମେଜର ଚେଞ୍ଜ ଟା ରହିଲା, ସେଟା ଖାଲି ଗେମିଙ୍ଗ ଆଉ ୟୁଟ୍ୟୁବରେ କାର୍ଟୁନ ଦେଖିବା, ତା ବାଦେ ମୋ ଲାଇଫରେ କିଛି ଚେଞ୍ଜ ରହିନି। ତ ଯେମିତି ମନସା କହିଲା ଇମାଜିନେସନ ବିଷୟରେ, ମୁଁ ଆଜି ବି ସେଇ ଜିନିଷ ହିଁ ରଖିଛି। ମୁଁ ଟେକ୍ନୋଲୋଜି ଆଗରୁ ଖାତା ବହିରେ ଗପ ଲେଖୁଥିଲି, ଏବେ କମ୍ପ୍ୟୁଟରରେ ଗପ ଲେଖୁଛି, ଏପିସୋଡରେ ଗପ ଛାଡୁଛି। ଆଉ ପଢୁଥିଲି ବହିରୁ, ଆଜି ବି ବହିରୁ ହିଁ ପଢୁଛି। ତ ଟେକ୍ନୋଲୋଜି ଆଗରୁ ପିଲା ବେଳ ଟା, ମୁଁ ଆମେ ସମସ୍ତଙ୍କ ସାଙ୍ଗେ ଗୋଟେ ଗୋଟେ ମେମୋରି ସେୟାର କରିବାକୁ ଚାହିଁବି, କାହିଁକିନା ପିଲା ବେଳ କଣ ଥିଲା ସମସ୍ତେ ଜଣେଇ ସାରିଲେଣି। ତ ଡୁ ସାଙ୍ଗେ ତ ମୁଁ ପିଲା ବେଳୁ ବଡ ହେଇଛି, ଆଉ ସେ ଚିଡାଏ ଯେ ଭଲ ଭଉଣୀଟା ନାଇଁ କରିଛି ହେଲେ ଭଲ ମଣିଷଟା ସେ। ତ ତା ସାଙ୍ଗେ ମୋର ୱାନ ଅଫ ଦି ବେଷ୍ଟ ମେମୋରିଜ କହିଲେ ସମ୍ବଲପୁରର ହବ। ଆମମାନେ ସବୁ ଖେଳୁଥିଲୁ, ସେ ମତେ ଖେଳାଏନି ବେଶୀ, କାହିଁକିନା ମୁଁ ସବୁଠୁ ଛୋଟ ଥିଲି ସେତେବେଳେ, ସମ୍ବଲପୁର ବ୍ଲକରେ ମୁଁ ସବୁଠୁ ଛୋଟ ଛୁଆଟା ଥିଲି। ଆଉ ସେମାନେ ଖେଳନ୍ତି ବଡ ପଡିଆରେ କ୍ରିକେଟ, ବଡ ପିଲାମାନେ, ସିଏ ବାଲଗୁନ ଭାଇ, ଉଜ୍ଜଳ ଭାଇ, ସେମାନେ ସବୁ ଖେଳନ୍ତି। ମୋର ତ ସେତେବେଳେ ସାଙ୍ଗ ବି ନଥିଲେ ଏତେ, କାରଣ ମୁଁ ବହୁତ ଟିଙ୍ଗୁଟେ ଥିଲି।
ମୁଁ କଣ କରେ ଯୋଉ ଲୁଗା କଚା ବ୍ୟାଟ୍ ଟା ଥାଏ ସେଇଟା ନେବି ଆଉ ଗୋଟେ ଗ୍ରୀନ କଲର ର ପ୍ଲାଷ୍ଟିକ ବଲ୍ ସେତିକି ନେଇକି ମୁଁ ଘର ଘର ଯାଏ ଅଙ୍କଲ ମାନଙ୍କୁ ଡାକେ ଖେଳିବା ପାଇଁ ଅଙ୍କଲ ମାନେ ମତେ ବଲ୍ ଗଡେଇବେ ମୁଁ ସେ ଲୁଗା କଚା ବ୍ୟାଟ୍ ରେ କ୍ରିକେଟ ଖେଳେ ତ ଏହା ଥିଲା ମୋର ସମ୍ବଲପୁରରେ ଏମିତି ତାପରେ ଅଭୟ ଭାଇନା ଆଉ ସମସ୍ତଙ୍କ ସାଙ୍ଗେ ସେଇଠି ଖେଳୁଥିଲି ତାପରେ ବ୍ରହ୍ମପୁର ଆସିଲା ପରେ ଡୁ ସାଙ୍ଗେ ବେଶୀ ଟାଇମ ସ୍ପେଣ୍ଡ କଲେ ଦେଖିବାକୁ ଗଲେ ତ ଆମେ ଦି ଜଣଙ୍କ ସାଙ୍ଗେ ଲାଗୁ ଯେ ସେଇ ଲାଗିବାରେ ଯୋଉ ମଜା ଟା ଥାଏ କେବେ କେବେ ଦରକାରରୁ ବେଶୀ ଏକ୍ସଟ୍ରିମ କୁ ପଳାଏ କିନ୍ତୁ ଭଲ ଲାଗେ ତାପରେ ସୋନାକ୍ଷୀ ନାନୀ ସାଙ୍ଗେ ଯଦି ଗୋଟେ ମେମୋରି କହିବି ଯୋଉଟାରେ କି ସମସ୍ତେ ଚିନ୍ତାକୁ ପଳେଇଥିଲୁ ଆଉ ଥରେ ସମ୍ବଲପୁର ଫେରି ଆସିବୁ ଆମେ ସବୁ ପିଲା ଥିଲୁ ସୋନାକ୍ଷୀ ନାନୀ ହେରିକା ଆସିଥିଲେ ତ ତାର ଏସ୍ ର ଲକେଟ ଗୋଟେ ସେ ପିନ୍ଧିଥିଲା ସେଇଟା ଛିଡିକି ପଡିଗଲା ଛିଡିକି ତ ପଡନି ଆମେ ଦିଟା ଠେଲା ପେଲା ହେଲା ବେଳେ ଖସି ଯାଇଛି ତ ସେ ଯୋଉ ଖସି ଯାଇଛି ଆମେ ତାକୁ ଘଣ୍ଟାଟେ ଯାଏ ଅଲଗା ଅଲଗା ଗ୍ରୁପ ମାନେ 5ଟା ପିଲା ତାକୁ ହିଁ 5ଟା ଗ୍ରୁପ କରିଦେଇକି ଗଲୁ ଖୋଜିବା ପାଇଁ ପାଞ୍ଚଟା ଆମେ ଲକେଟ ତ ପାଇଲୁନି ତା ଜାଗାରେ ଯୋଉ ଏମର୍ଜେନ୍ସି ମିଟିଂ ଗୁଡା ଡକେଇଛୁ ଯେ ମିଳିଗଲା କାହାକୁ ପଥର କାହାକୁ ପତ୍ରରେ ଗୋଟେ ଡ୍ରପ୍ ୟେଲୋ ଗ୍ରୀନ ପତ୍ରରେ ୟେଲୋ ଡ୍ରପ୍ ଗୋଡି କିଛି ସାଇନିଂ ଜିନିଷ ସେଗୁଡା ସବୁ ତା ଲକେଟ କହିକି ଘଣ୍ଟେ ଖୋଜିକି ଘରକୁ ଫେରିଲୁ ତାପରେ ଚିକଲି ନାନୀ ସାଙ୍ଗେ ମେମୋରି କହିଲେ ସେଇ ପିଲା ବେଳ ଖେଳ ଗୁଡା ହିଁ ଆଖି ଆଗକୁ ଆସୁଛି ତା ଭିତରୁ ଗୋଟେ ଇନଷ୍ଟାନ୍ସ ଦେଲେ ଆମେ କେବେ କେବେ ଖେଳୁଥାଉ ମାନେ ଦି ଜଣ ଯାକ ଦିଟା ଅଲଗା ଅଲଗା ପର୍ସନାଲିଟି ପୁରା ଯୋଉ ଇମାଜିନେସନ ୱାର୍ଲଡ କୁହନ୍ତି ଆମେ ସବୁଠୁ ବେଶୀ ଖେଳଛୁ ବୋଧେ ସ୍କୁଲ ଆଉ ଟିଚର ସେଇଟାରେ ବି ଆମର କଣ୍ଡିସନ ଥିଲା ଆମେ ବହି ଖାତା ଧରିଲେ ହିଁ ଖେଳିବୁ ସ୍କୁଲ ବ୍ୟାଗ ଆଣୁ ତା ଭିତରେ ଯାହା ବହି ମିଳିଲା ପୁରେଇ ଦଉ ସେଇଟା ହେଇକି ଯାଉ ହଁ ଡୁ କଣ ହଁ ଡୁ କହ ମୁଁ କହିଲି ଏଇଟା ନାଇଁ ତୋର ନାଇଁ ସେ ତାଳି ପର୍ସନାଲ ବଜଉଛି ମେମୋରି କାହା ସାଙ୍ଗରେ ଅଛି ସେଇଟା ତ we were going to discuss अभी रुक जाओ अभी बस अपने चाइल्डहुड का इंट्रो दे दो ना ଆଚ୍ଛା ଚାଇଲ୍ଡହୁଡ ଚଳିବ ଇଣ୍ଟ୍ରୋ ଚଳିବ କହିଲେ ମୁଁ ୱାନ ଇନ ଅ ମିଲିୟନ କିସ୍ ବାଲା ଚାଇଲ୍ଡ କେମତି ଅ ଆଉ କିଏ କହିଲା ଓଲଟା ଜନ୍ମ ବହୁତ କମ ୱାନ ଇନ ଅ ବିଲିୟନ ପିଲାମାନେ ଓଲଟା ଜନ୍ମ ହୁଅନ୍ତି ଆଉ ମୁଁ ହେଲି ତା ଭିତରୁ ଗୋଟେ ଆଇ ଏମ୍ ଆନ୍ ଏକ୍ସେପସନ ଡୁ ମୁଁ ବି ୱାନ ଇନ ଅ ମିଲିୟନ କେମିତି କେମିତି ପ୍ରତି ମଣିଷର ଡିଏନଏ ଅଲଗା ତ ମୋର ଡିଏନଏ ଯାହା ସେଟା ଆଉ କାହାର ବି ଡିଏନଏ ନୁହେଁ ଗୁଡ୍ ଗୁଡ୍ ୱାନ୍ ୟାକୁ ମ୍ୟୁଟ କେମିତି କରନ୍ତି ତ ତ ଯଦି ଆଚ୍ଛା ମେମୋରି ସେୟାର କରିବିନି ବଢିଲା ତ ମନସା ତା ସାଙ୍ଗେ ବି କହିଦେ କାହିଁ ଅଟକେଇ ଦେଲୁ ଆଉ ସେଥିପାଇଁ ତ ଅଟକେଇଥିଲି କି ପିଲା ଏ ମା ବଦମାସ ହଁ ମୋର ଚାଇଲ୍ଡହୁଡ ର ସବୁଠୁ ମାନେ ଟ୍ରାଜିକ ମେମୋରି ଡୁ ନାନୀ ସହିତ ସେ ଯେତିକି ଚିଡାଏ ମତେ ଏପର୍ଯ୍ୟନ୍ତ ସେଟା ସମସ୍ତଙ୍କ ଯାଇନି ତାର ଟ୍ରାଜିକ ମେମୋରି ଡୁ ସାଙ୍ଗେ ସମସ୍ତଙ୍କ ଟ୍ରାଜିକ ମେମୋରି ଡୁ ସାଙ୍ଗେ ବଟ ଡେଫିନେଟଲି ସେ ଚିଡେଇବା ଯୋଗୁ ହିଁ ତା ମୋ ବଣ୍ଡିଙ୍ଗ ବି ବହୁତ ବେଟର ହେଇ ଆସିଛି ସବୁଆଡେ ସୋନା ଲାଗୁ କହ ଡୁ ସାଙ୍ଗରେ memory ଯୋଉଟା ଗୋଟେ ମିନିଟ ମନୀଷା କହିଲା ଗୋଟେ ଗୋଟେ ମିନିଟ tragic memory ନା ମୁଁ ଏଇଟା ଷ୍ଟୋରି କହିବି ଯେମିତି ହେଲେ କାହିଁକି ନା ୟାର ଯେତେବେଳକୁ ମାନେ ଆମେ ଛୋଟ ଥିଲୁ ଆମେ ସବୁ ମିଶିକି ନା ବିୟୁଟି ପାର୍ଲର ଖେଳୁଥିଲୁ ସବୁ ସମସ୍ତଙ୍କୁ ମେକଅପ୍ ଓ କରୁଥିଲୁ and all। ମୁଁ ଯାଉଥିଲି ଠିକ ସେଟା ତ ମୁଁ କହିବା ଆଉ ପାଇଁ ଟୋନି ମୁଁ victim ହେଇଥିଲି ଆଉ ମତେ ଆଜି ବି ମନୀଷା ପାଇଁ ଦୟା ଲାଗେ ଗୋଡେଇ ଦେଇଥିଲୁ ମୁଁ ବି ଥିଲି and ଏମିତି କଣ୍ଡିସନ ହେଇଯାଇଥିଲା ଯେ କରିବାକୁ ପଡିଲା ସୁନାଖିନି ଟିକେ ଅଟକି ଗଲା ଆଉ ଥରେ କହିଦେ ହଁ ଟିକେ ଆରେ ମୁଁ ବି ଥିଲି ହଁ ଖାଇକି ଚलो ସେତେବେଳକୁ ହଁ ମତେ ବି ମନେ ପଡିଲା ମୁଁ ବି ଥିଲି and, ଛୋଟବେଳେ ଯେତେବେଳେ ଯୋଉ ବିୟୁଟି ପାର୍ଲର ଖେଳୁଥିଲୁ ଆଉ ସେତେବେଳକୁ ତ ୟୁଟ୍ୟୁବ ଭିଡିଓସ ନଥିଲା କି ଏମିତି ଦେଖିକିନା ମାନେ ଯୋଉ ହ୍ୟାକ୍ସ ଗୁଡାକ ସବୁ ବିୟୁଟି ହ୍ୟାକ୍ସ ଟ୍ରାଏ କରିବୁ କି କଣ ସେ ସବୁ ନିଜ କ୍ରିଏଟିଭିଟି ଥିଲା ତ ମନୀଷା ଉପରେ ସବୁବେଳେ ଏକ୍ସପେରିମେଣ୍ଟ ଚାଲେ ଆମର ଆଣ୍ଡ ଆମେ ତାର ହେୟାର ଷ୍ଟାଇଲ କରିବା ଚକ୍କରରେ ତା ଚୁଟିକୁ ହେୟାରବ୍ରଶ ରେ ପୁରା ଗୁଡେଇ ଦେଇଥିଲୁ ଆଣ୍ଡ ଏମିତି ହେଇଥିଲା ଯେ ଲାଷ୍ଟକୁ ତା ହେୟାର କଟ୍ କରିବାକୁ ପଡିଲା ମାନେ ସେ ବ୍ରଶ ଆଉ So yes, we ବାହାରିଲାନି learned the lesson. ରହିଛି So ଏମିତି ଭୁଲ କରିକିନା ହିଁ ଶିଖୁଥିଲୁ କି ଆଚ୍ଛା ନେକ୍ସଟ ଟାଇମ ଏମିତି
ए ହେଲାଣି ଦୁନାନି ତୁ ତ ମ୍ୟୁଟ ରେ ସବୁ ଅଛୁ। ଏକ୍ସପିରିଏନ୍ସ ନିଜେ ନିଜେ ଆଉ ମୋର ମନେ ଅଛି ସେଇ ହେୟାର କଟିଂ ରୁ ମନେ ପଡିଲା ସୋନାର ମୋର କଣ କରୁ ଯୋଉ ଗୀତ ଗୁଡାକ ଫାଲ୍ଗୁନି ପାଠକର ଆସେ ସେଗୁଡାକ ଦେଖିକି ଡ୍ୟାନ୍ସ କରୁ। ସେମାନଙ୍କ ହେୟାର ଷ୍ଟାଇଲ ଆମକୁ ବହୁତ ପସନ୍ଦ ଆସିଥିଲା ତ ଆମେ କଣ କଲୁ ଦି ଜଣ ଯାକ ସୋନାର ମୋର ସିଜର୍ସ ନେଲୁ ମୁଁ ସୋନାର ସୋନା ମୋର ଚୁଟି କାଟିଦେଲୁ ଯିଏ ତ ଯୋଉ ଷ୍ଟାଇଲ ରେ କାଟିଛୁ ତାପରେ ଆମକୁ ଡର ଲାଗିଲା ତ ଆମେ କଣ କଲୁ ମୁଣ୍ଡରେ ଦିଟା ଓଢନି ଗୁଡେଇକି ବସି ପଡିଲୁ ଆମେ ସବୁବେଳେ ଓଢନି ଗୁଡେଇକି ନାଚୁଥାଉ ତ ଓଢନି ଗୁଡେଇକି ବସି ପଡିଲୁ ମାଇଁ ଆସିଲେ ରୁମ ରେ ଝାଡୁ ମାରିବାକୁ ତ ମାଇଁ ରୁମ ଝାଡୁ ମାରୁଛନ୍ତି ଡ୍ରେସିଂ ଟେବୁଲ ତଳୁ ସେ ଝାଡୁ ପଶୁଛି ବାହାରୁଛି ଚୁଟି ପଶୁଛି ବାହାରୁଛି ଚୁଟି କୁଆଡୁ Oh ଏତକ ଚୁଟି ଆସିଛି God, ବୋଲି କାଇଲା ବାଇଲା ହେଇକି ହଠାତ୍ ଦେଖିଲା ବେଳକୁ ଆମେ ଦିଟା ପୁରା ଅର୍ଦ୍ଧ ଲଣ୍ଡକ ମସ୍ତକ ହେଇକି ବସିଛୁ। ଭାଇ ତ ସେତେବେଳେ ମାନେ ଏନ୍ଜୟ କରିବାର ଲେଭେଲ ହିଁ ପୁରା ଅଲଗା ଥିଲା। ପୁରା ଏନ୍ଜୟ କରୁଥିଲେ। ସେତେବେଳେ ଛୋଟ ଛୋଟ ମୋମେଣ୍ଟସ ର ଭ୍ୟାଲ୍ୟୁ ବହୁତ ଥିଲା ମାନେ ଇଚ୍ ମୋମେଣ୍ଟ କୁ ମଣିଷ ବହୁତ ଏନ୍ଜୟ କରୁଥିଲା। ସବୁ ନୂଆ ନୂଆ କ୍ରିଏଟିଭିଟି ବାହାର କରୁଥିଲା କେମିତି କଣ ଖେଳିବା କେମିତି କଣ ଆଉ ଖେଳିଲେ ଗୋଟେ ଚିକ୍ଲିର ମନେ ପଡିଲା ମତେ କଣ ଆ ପିଲା ପିଲା ବେଳର ହିଁ ତ ଆମେ ମାନେ ଖେଳୁଥିଲୁ ତଳେ ଏଇଟା ସାଙ୍ଗମାନେ ବହୁତ ସମସ୍ତେ ଦୁଃଖ। ହଁ ବିଚରା ପାଇଁ ବହୁତ ଦୁଃଖ ଏବେ ଭାବିଲେ ବହୁତ ହସ ଲାଗୁଛି ସେଇ ଟାଇମ ରେ ବହୁତ ପାଥେଟିକ ଲାଗିଥିଲା ତ ଆମମାନେ ଖେଳୁଥିଲୁ ମାମୁନି ବୋଲି ଗୋଟେ ଝିଅଟେ ଥିଲା ଆଚ୍ଛା ସେ କଣ କଲା ଏଇଟାକୁ ପେଲି ଦେଲା ବିଚରା ଟା ପଡିଗଲା ପଥରରେ ଏମିତି ଛେଚିକିନା ଯେ ଆଗ ଦାନ୍ତ ଦିଟା ଉଡି ଯାଇଥିଲା ୟାର ଗୋଟେ ସେ ସତରେ ପଥର ଠିକ ପାଖରେ ହେଇଗଲା। ପଡିଥିଲା ଆଉ ଗୋଟେ ଉଡିକି ନଳା ଭିତରେ ପଡିଥିଲା। ଆଉ ତ ସେ ଯୋଉଠି ପଡିଥିଲା ପଡିଆ ଜାଗା ଯାଇକି ଜାଣିକି କଣ କରିବୁ ସେମିତି ସେ ଦାନ୍ତ ଭାଙ୍ଗି ଯାଇଥିଲା ଯେ ବହୁତ ଜୋରରେ ଭାଙ୍ଗି ଯାଇଥିଲା ମୁଁ ଆମର ଗୋଟେ ଯୋଉ ଗେମ୍ ନଥାଏ ଯୋଉ କ୍ୟାଣ୍ଡି ବାହାର କରିବାକୁ ହଁ ଯୋଉ ଟଙ୍କା ଯୋଉ ଡେଇଁକି ଏ ଟାଣିବା ବିଚରା ଡେଉଁଥିଲା ତାର ଆଗ ଦିଟା ଦାନ୍ତ ନାହିଁ ବୋଲି ସେ କ୍ୟାଣ୍ଡି ଗ୍ରାପ କରିପାରୁନଥିଲା ଡେଉଁଥିଲା ଏଇ ତଳ ଲିପ୍ସ ରୁ ଗ୍ରାବ ହେଇଯାଉଥିଲା ଉପର ସେ ସ୍ପେସ ଥିଲା ଏତାର ବଡ ବଡ ଦାନ୍ତ ଥିଲା ନା ଉଡିଗଲା ତ ବହୁତ ବଡ ସ୍ପେସ ହେଇଯାଇଥିଲା ତ ସେ ସ୍ପେସ ବାଟେ ସେଟା କ୍ୟାଣ୍ଡି ବାହାରିକି ପଳଉଥିଲା। ଆରେ ଆରେ ବାହାରୁନଥିଲା ଧରି ହିଁ ହଉନଥିଲା ଏମିତି କରୁଥିଲେ ସେ ଏଇଠୁ ଏମିତି ଗ୍ୟାପ ଯୋଗୁ ସେ ସୂତା ଟା ରହୁନଥିଲା ସୂତାଟା ରହୁଥିଲା ଯେ ଟାଣି ହଉନଥିଲା ଟାଣିଲେ ମାଡିକି ଆସୁଥିଲା ହଁ ଛାଡିଦେଲି ତାପରେ କହିଲି ବିଚରା ନାଇଁ ବାଇ ବାଇ ଟାଟା ଚକଲେଟ ହାରିଗଲି ଜିତି ତ ପାରିବିନି ମୋ ଦାନ୍ତ ନାହିଁ ଏମିତି ଆଉ ସେମିତି କହିବାକୁ ଗଲେ ଇନସିଡେଣ୍ଟ ମୋର ବହୁତ ଅଛି ଛୋଟବେଳେ ଆଉ ମାନେ ବହୁତ ସବୁଠୁ ହଁ କ୍ୟୁଟେଷ୍ଟ ଇନସିଡେଣ୍ଟ ଥିଲା ଲିଟୁର ସବୁ ଯେତେବେଳେ ସବୁଠୁ ମାନେ ଛୁଟକାଟେ ଥିଲା ସେ ୟୁଜୁଆଲି ଘରେ କିଛି ନ ପିନ୍ଧିକି ଟୁଙ୍ଗୁ 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 ଛୋଟୁ ବେବି ଭଳିଆ ବୁଲୁଥାଏ ତାକୁ ଯୋଉଠି କହିବ ଧୋଇ ବାପା ଶୋଇ ବାପା ଧୋଇ ବାପା ଶୋଇ ବାପା ଯୋଉଠି ଥିବ ସେ ଫ୍ଲୋର ରେ ସେଇଠି ଯାଇକି ଲେଟିଯିବ ଲମ୍ବା ହେଇକି ଶୋଇପଡିକି ଏମିତି ଛୋଟ ଛୋଟ ତାର ବହୁତ ସୁନ୍ଦର ଆଖି ଥିଲା ଏବେ ବି ଅଛି ସେ ବି ଆହୁରି କ୍ୟୁଟ ଥିଲା ସେଠି ଯେମିତି ତମକୁ ଦେଖିକି ହସୁଥିବ ତାକୁ ଦେଖିଲେ ଏତେ ଲୋଭ ଲାଗେ ଏଡେ ସୁନ୍ଦରିଆ ହେଇକି ସେ ଯାଇକି ଏମିତି ଟୁମ୍ କି ଶୋଇ ପଡିଥିବ। ସେଇଟା ଆଉ ଶୋଇବାକୁ ସବୁଠୁ ଯିବା କିନ୍ତୁ ଆଗରୁ ବେଷ୍ଟ ଥିଲା ବଢିଆ ସୋନାର ଜିନିଷ ମୋର ଥିଲା। କାହିଁକିନା ଆମମାନଙ୍କର ଚାଇଲ୍ଡହୁଡ ଏମିତିଆ ଥିଲା ଇନିସିଆଲ ପିରିୟଡ ରେ ଆମର ଟେଲିଭିଜନ ବି ନଥିଲା ଟିଭି ବଗେରା କିଛି ନାହିଁ ଆମର ମ୍ୟାଙ୍ଗୋ ଆଇସ୍କ୍ରିମ ମାଇଁ ବନାନ୍ତି ମୁଁ ଚୁସି ଚୁସି ଖାଇଯାଏ ଇଏ ବିଚରା ଖାଇପାରେନି ତାର ସବୁ ମ୍ୟାଙ୍ଗୋ ଆଇସ୍କ୍ରିମ ମେଲ୍ଟ ହେଇଯାଏ ତ ବହୁତ ଦୁଃଖୀ ହୁଏ ଆମେ ହୋଲି ରଙ୍ଗ ଧରିବୁ ଲୋକ କୁଆଡେ ଯାଉଥିବା ସେ ତାଙ୍କ ଉପରେ ଫୋପାଡୁଥିବୁ ପାର୍କ ଯାଇକି ଡଲଫିନ ର ସେଇଟା କଣ ଥାଏ ଫାଉଣ୍ଟେନ ଥାଏ ଡଲଫିନ ଫାଉଣ୍ଟେନ ଗୋଟେ ଥିଲା ଆମେ ସେଠି ସବୁବେଳେ କହିବୁ ଡଲଫିନ ବାନ୍ତି କରୁଛି ଆମେ ଡଲଫିନ ବାନ୍ତି କରୁଛି ଦେଖିବାକୁ ଯିବୁ ଆମେ ଯାଉ ସେଇଟା ଦେଖିବା ପାଇଁ ତ ଲିଟରାଲି ବିଫୋର ଟେକ୍ନୋଲୋଜି ଚାଇଲ୍ଡହୁଡ ଯଦି କାହାର ଅସମ ଥିଲା ତ ସେଇଟା ମୋର ଏଣ୍ଡ ସୋନାର ବାକି ତମମାନେ ତ ଆସିଲା ବେଳକୁ କିଛି ନହେଲେ ଟିଭି ବଗେରା ଆସି ଯାଇଥିଲା ଆମେ ମାନେ ରେଡିଓକୁ ବି ଆମ ମାନଙ୍କୁ ଆକ୍ସେସ ନଥିଲା ସୋ ଛାତ ଉପରେ ବୁଲିବା ପାନ ଆଣ୍ଟିଙ୍କର କାନି ଚୋବେଇବା ସେ ସବୁ ଅରିଜିନାଲ ନାଇଣ୍ଟିଜ କିଡ ବାଲା ଫନ ଆମେ ଏଞ୍ଜୟ କରୁଛୁ ଆଉ ମୁଁ ତ ପୁରା ସେମାନଙ୍କୁ 90 ଯେତେ ଭଲ ଖାଇବା ତମେ ଦେଇଦିଅ ସେ ଯାଇକି ସେ ପାନ ଆଣ୍ଟିଙ୍କର ବାସି ତୋଡାଣି ହିଁ ଖାଇବ ଆଉ କିଛି ଖାଇବନି ଆଉ ଗୋଟେ ଥିଲା ଚିକଲି ତମେ ତାକୁ କିଛି କର ନ କର ସେ ଖାଇବ ମାନେ ସେ ଖାଇବ ସେ ଜିନିଷ ଓହୋ କିଛି ବାସ୍ ଥାଏ ସେ ମତେ ଖାଇବ। କହିବାର ନାହିଁ ସେଇ ଜିନିଷ କହିବାର ନାହିଁ ଚୁପ ମୁଁ କହିନି ନା ତୁ କହନି ଚୁପ ମୁଁ ଜାଣିଛି ତୁ ମୋର ଏବେ ବି କଣ ମନେ ଅଛି ଚିକଲିର ଗୋଟେ ଝୁନଝୁନାଟେ ଥିଲା ମୁଁ କେବେ କାହାର କୋଉ ଖେଳନା ଭାଙ୍ଗି ନଥିଲି ଚିକଲିକୁ ମୁଁ କହିଥିଲି ମତେ ପ୍ଲିଜ କର ମୁଁ ଦେବି ତ ସେଇଦିନ ଯାଏ ମୁଁ କିଛି ଭାଙ୍ଗିନଥିଲି ତ ଚିକଲି ମତେ କହିଲେ କି ଆଚ୍ଛା ମୁଁ ପ୍ଲିଜ କହିବି ପ୍ଲିଜ ନାଇଁ କଣ ଗୋଟେ କହିଥିଲି ସେ ମାନିଲାନି ମୋ କଥା ତ ମୁଁ କହିଲି ତୁ ଦେ ନାହିଁ ତ ମୁଁ ଫୋପାଡି ଦେବି ଏଇଟାକୁ ତ ଚିକଲି ଏ ମତେ ସେଟା ମା କହିକି ଦେଲାନି ତ ମୁଁ କଣ କଲି ତ ସେ ଝୁନଝୁଣା ଟାକୁ ଫୋପାଡ଼ି ଦେଲି ତା ଝୁନଝୁଣା ଭାଙ୍ଗି ଯାଇଥିଲା ବହୁତ କାନ୍ଦିଥିଲା ସେଥିପାଇଁ ମୁଁ ଯାଇକି ତା ପାଇଁ ଆଉ ଗୋଟେ କଣ୍ଢେଇ ଆଉ ଗୋଟେ ଝୁନଝୁନା ଦିଟା ମାର୍କେଟ ମାନେ ହାଟକୁ ଯାଇଥିଲି ଯାଇକି ହାଟରୁ କିଣିକି ଧରିକି ଆସିଥିଲି
ହେଇଥିଲା ଏମିତି କିଛି ଖେଳିବ ମୋର ବୋଲି ମନେ, ମୁଁ ଛୋଟ ଥିଲି। ବାପାଙ୍କ ସାଙ୍ଗେ ଯାଇଥିଲି ନେଇକି ଆସିବା ପାଇଁ। ଆରେ ସେ ବୋଉ ଜଣେ ଅଛି ଯୋଉ ବୋଉ ସହିତ ଯୋଉ ପୁରୀ ଯାଇଥିଲି ମୁନା ମାମୁଙ୍କ ସହିତ ହଜି ଯାଇଥିଲି ମନେ ଅଛି? ତମେ ନଥିଲ ମୁଁ ନା କହିନି କି ମୁଁ ନା ଯୋଉ ନଥିଲି ତ ନା ମନେ କେମିତି ରହିବ? ଆରେ କଣ ମାନେ ସେନ୍ସଲେସ୍? ନାଇଁ ତମେ ଥିଲ ଆମ ଏଇ ଘରେ ଥିଲ ମୁଁ କହିନଥିଲି କି ଶୋଇଥିଲ ସବୁ କେହି ଖୁଆଇନି ସବୁ ଭୁଲ ଦିନେ ବୋଉ ସହିତ ଯାଇଥିଲୁ ବୋଉ ମୁଁ ଇଏ ସବୁ ଯାଇଥିଲୁ ମୁନା ମାମୁଁ ଯୋଉ ଅଜା ଅଛନ୍ତି ମାର ଭାଇ ହେଲା ତାଙ୍କ ସହିତ ପୁରୀ ଯାଇଥିଲୁ ଯୋଉ ରଥଯାତ୍ରା ବେଳକୁ ତ ଭାବ ଭିଡ କେତେ ଥିବ। ହଁ ସୁନାବେଶ ବେଶ କି କିଛି ଗୋଟେ ଏମିତି ଗୋଟେ ଥିଲା ହେଲା ତୁ ଦେଖିବାକୁ ଯାଇଥିଲୁ ମୁଁ ବୋଉ ହାତ ଧରିଛି ଯାଇଛି କଣ ହେଲା ଭିଡ ଠେଲା ପେଲାରେ ମୋ ଆଉ ହାତ ଛାଡି ହେଇଗଲା ମାନେ ବୋଉ ଆଗରେ ମୁଁ ପଛରେ ଏଇଠି ଚିଲଉଛି ଖାଲି କି ବୋଉ ବୋଉ ବୋଲି ଚିଲଉଛି ବୋଉ କୁ ଶୁଭୁଛି କିନ୍ତୁ ଦିଶୁନି କାରଣ ସେ ଲୋକ ସବୁ ଏତେ ଗୁଡା ଅଛନ୍ତି ତ ଦିଶୁନି ତ ମୁଁ କଣ କହିଲି ଆରେ ଡରି ଗୋଟେ ଜାଗାରେ ଠିଆ ହେଇପାରିଲି ଠିଆ ହେଇକି ଚିଲଉଛି ବୋଉ ଆସେ ହେଲା ଠେଲା ପେଲା କରି ଖୋଜି ଖାଜିକି ଆଇଲି ନହେଲେ ମୁଁ ହଜି ଯାଇଥାନ୍ତି ସେଇଠି ସେଇଠି ହଜିକି ଥାନ୍ତି ଆଉ ଆରେ କଣ ଲାଗିଲୁ ମଜା ଲାଗିଥାନ୍ତା ହଁ ନା ଆଜିର ଏଇ ପୋଡକାଷ୍ଟରେ ଗୋଟେ ମଣିଷ କମ ଥାନ୍ତା ଆମେ ଶାନ୍ତିରେ ଗପିଥାନ୍ତୁ। ଗୋଟେ ମଣିଷ କମ ଥାନ୍ତା ନା ଯା ବେକାରିଆ ପିଲା ମୁଁ କାନ୍ଦି ପକେଇଲୁ ମୁଁ କୁଆଡେ ହଜିଗଲି ବୋଲି କାନ୍ଦି ପକେଇଲିଣି ମୁଁ କହିଲି ଆଉ ମୁଁ ସେତେବେଳକୁ ମୋର ଆହୁରି ଇମାଜିନେସନ ବଢିଗଲାଣି ମୁଁ କୁଆଡେ ପଳେଇବି କିଏ ନେଇଯିବ ମତେ ବୋଲି ତାଳି ବଜୁଛି ହଉ କହ ହେଲା ହଁ ଯୋଉ ନାଇଁ ଏଇଟା ମୁଁ ତାଳି ମାରୁଛି। ଲିଟିଲ ତାଳି ମାରୁଛୁ ମୁଁ ଖୁସିରେ ହଜିଗଲି ବୋଲି ଲାଜ ଲାଗୁନି ତତେ? ନାଇଁ ବାପସ ମିଳିଗଲୁ ବୋଲି। ଆରେ ସେ ବି ହଜି ଯାଇଥିଲା ନା ସେ ବୋଧେ ରିଲେଟ କରିପାରୁଥିବ। ସେ ଷ୍ଟେସନରେ ହଜି ଯାଇଥିଲା। ମୁଁ ତ ମନ୍ଦିର ସେତେବେଳକୁ କିଛି ବି ନଥିଲା ତ ଖୋଜିବା ବହୁତ ପ୍ରୋବ୍ଲେମ ବହୁତ ହେଇଯାଇଥାନ୍ତା। ପ୍ରୋବ୍ଲେମ ହେଇଥାନ୍ତା। ଆଚ୍ଛା ଡୁ ସମସ୍ତଙ୍କର ଏତେ ବଢିଆ ବଢିଆ ଷ୍ଟୋରି ଗୁଡା ଜଣେଇଲୁ ତୋର ଗୋଟେ ଭଲ ଷ୍ଟୋରିଟା ଜଣେଇବା ଏବେ ନାଇଁ? ହୁଁ ୟେସ୍ ତ ୟେସ୍ ଡୁ ନାଣ୍ଡ ସମ୍ବଲପୁରରୁ ତା ପିଲା ବେଳର ଫର୍ଷ୍ଟ କ୍ରଶ ହେଲା ରଜତ ପ୍ରକାଶ ହେଲା ପୃଥ୍ୱୀରାଜ ଚୌହାନ ତ ସେ ଏବେ ବି ସଦା ଏ ବାହା ହେଇଗଲୁଣି ଏବେ ଶାନ୍ତ ହେଲେ ବି ହେଇଯା। ନେ ଏବେ ତ ରଜ ତକାସ ର ବିୟର୍ଡ ପାଟର୍ନ ପରିକା ସ୍ଵାମୀ ମିଳିଗଲା ତ ସେଥିପାଇଁ ହଁ କରିଦେଲା। ସିଚୁଏସ ଏଇଟା ହେଇଗଲା ଭାଇନା ଭିତରେ ଶୁଣିବେ ଏଇଟା ମୁଁ ସ୍ପେଶାଲି ଭାଇନାଙ୍କୁ ଫରୱାର୍ଡ କରିବି। ତ କରିବୁ ସିଏ ତ ଜାଣିବା କଥା ଡୁ ର କିଏ ପସନ୍ଦ କିଏ ନା ପସନ୍ଦ। ସେ ଜାଣିଛନ୍ତି ସେ ରଜତ ପ୍ରକାଶ ମତେ ଜାଣିଛନ୍ତି ପସନ୍ଦ ବୋଲି। ଆଉ ତାଙ୍କୁ ସେ ଜମା ପସନ୍ଦ ଓକେ ନାହିଁ। ଡୁର ସଦାବେଳେ ଚେଷ୍ଟା ଥାଏ ଯେ ସେ ଗେମ ରେ ପୃଥ୍ୱୀରାଜ ଚୌହାନ ପୁରେଇବ। ତ ଦିନେ ପିଲା ପୁରା ଆମମାନଙ୍କୁ ମନେଇ ଦେଇକିନା ହେଲା ସିଏ ହେଲା ସଂଯୁକ୍ତା ତାଙ୍କ ସିରିଏଲରେ ୱାଇଫ ପୃଥ୍ୱୀରାଜ ଚୌହାନଙ୍କ ୱାଇଫ ସିରିୟଲରେ ୱାଇଫ ନାଇଁ ରିଅଲ ହିଷ୍ଟୋରୀରେ ୱାଇଫ। ମୁଁ ରିଅଲ ହିଷ୍ଟ୍ରି ବୋଲି ଜାଣିନଥିଲି ହେଲା ମୁଁ ନର୍ସରୀରେ ଥିଲି ମୁଁ ସିରିଏଲ ଦେଖୁଥିଲି। ସତ କଥା। ସୋନାକ୍ଷୀ ନାନୀ କୁ କଲା ପୃଥ୍ୱୀରାଜ ଚୌହାନ ଇ ଆମେ ଭାଇ ତିନିଟା ସାଇଡ କ୍ୟାରେକ୍ଟର ହେଲୁ ବୋଲି ଆମେ ତିନିଟା ହେଲୁ ଦାସୀ। ଆଉ କିଛି ରୋଲ ମିଳିଲାନି ତାକୁ ଆମେ ତିନିଟା ହେଲୁ ଦାସୀ। ମୁଁ ଅଧା ସବୁଠୁ ଗୋଟେ ଦିଟା ଛୋଟ ସାଇଡ ସାଇଡ ରୁହଥିଲା ହଁ ତୁ ସବୁଠୁ ଛୋଟ ଥିଲୁ। ମୁଁ ଜାଣିବି ନଥିଲି ଦାସୀ ମାନେ କଣ? ଆମମାନଙ୍କ କାମ ଥିଲା ଯେ ଡୁ ଆଉ ସୋନାଇ ନାନୀଙ୍କ ବାହାଘର ଏ ହେ ସବୁ ସୋନାଲି ନାନୀ ସଜାସଜି କରିବା ହଁ ଫୁଲ ସେଇଠି ଦୀପୁ ମାମୁଁ ଶୋ ରେ ଫୁଲ ରଖିଥାନ୍ତି ସେ ଶୋକେସ ରୁ ଫୁଲ ଆଣିକି ବାରମ୍ବାର ଆମକୁ ଗିଫ୍ଟ କରିବା ସୋନାର କହିବାକୁ ମୋର ଏମିତି ଗଲେ ପୋଜ ମାରିକି ଅନୋଇଂ ବସିଥାଉ। ତକିଆ ପକେଇକି ସିଂହାସନ ଚଦର ଗୁଡା ପକେଇକିନା ପୁରା ରୟାଲଟି ଫିଲିଙ୍ଗ ଡୁ ପାଖେ ତାମାନେ ଦିଟା ଦାସୀ ମୁଁ ଥିଲି ଗେଟ କିପର ଦାସୀ ମାନେ ସେ ସୁନାଇ ନାନୀ ବାହା ହବାକୁ ଆସିଛି ତା ସାଙ୍ଗେ କେହି ନାହାନ୍ତି। ଆରେ ଆମେ ପ୍ରାଇଡ ମୁଭମେଣ୍ଟ କୁ ସପୋର୍ଟ କରୁଥିଲେ ଜବକି ସେଟା ଏକ୍ଜିଷ୍ଟ କରୁନଥିଲା ସେଇ ଟାଇମରେ। ସେ ଆଉ ଆଉ ମନେ ଅଛି ଗୋଟେ ଥର ମାନେ ଲିଟିଲ ଛୁଆଟେ ହିସାବରେ ସୋନାକ୍ଷୀ କୁ ରହିଯା ଗୋଟେ ଇନୋସେଣ୍ଟ କୋଶ୍ଚିନ୍ ପଚାରି ରହିଯା ଦେଇଥିଲା ସରସ୍ଵତୀଙ୍କ ରହିଯା ବିଷୟରେ ଢୋ କି ଚାପୁଡା ଗୋଟେ ଖାଇଥିଲା। ନା ନା ତୁ ଭୁଲ କହିଲୁ ଗପଟା ମୁଁ ଏକ୍ସାକ୍ଟଲି କୋଶ୍ଚିନ୍ ପଚାରି ନଥିଲି ଆଗ ମୁଁ ତୋର ସାରି ସାରେ କମେଣ୍ଟ ତାପରେ ସେଇଠିକି ଆସିବି ତୋର ସାରି ସାରେ ହୁଁ ହୁଁ। ତ ଏଇଟାରେ ଜୋକ୍ ଏଇଆ ହେଲା ବଡ ମାନେ ଜାଣିନାହାନ୍ତି କଣ ଚାଲିଛି ମୁଁ ଗୋଟେ ରୁମ ରୁ ଆଉ ଗୋଟେ ରୁମ କୁ ଗଲି ଚିତ୍କାର ଛାଡି ଛାଡି ଧାଇଁ ଧାଇଁ ଆସିଲି ଡୁ ର ବାହାଘର ପାଇଁ ପୃଥ୍ୱୀରାଜ ଚୌହାନ ଆସିଛନ୍ତି ଡୁ ନାନୀ ଆଉ ଭିତରେ ଦିଟା ପିଲା ଖୁସିରେ ଏଞ୍ଜୟ କରୁଛନ୍ତି ଘର ବାଲା କ୍ଲୁଲେସ ଚାଲିଛି କଣ ଏଇଟା କଣ ହେଇଗଲା।
ଏମାନେ ଆଜି କଣ କରୁଛନ୍ତି? ସବୁ ଶାଢୀ ପିନ୍ଧିକି ଖେଳୁଥିଲୁ, ସୋନାଲି ବି ଶାଢୀ ପିନ୍ଧୁଥିଲା ମାନେ ଭାଇ ଶାଢୀ ପିନ୍ଧିକି ମୁଁ ପିନ୍ଧିଥିଲି ରାଜା ଗୁଡେଇ ଆସିଲେ। ହଁ ତୁ ଘୋଡେଇ ହେଇଥିଲୁ, ଆମେ ମାନେ ଟିକେ ଘୋଡେଇ ହେଇଥିଲେ। ହଁ ତ ଏବେ ଆର ଷ୍ଟୋରି ଟା କିଏ କହିବା ଚାହିଁବ ମୋର ଏମ୍ବାରେସିଂ ମୋମେଣ୍ଟ? ତୁ ହିଁ କହ କଣ ହେଇଥିଲା, ତୁ ହିଁ ବେଷ୍ଟ ଏକ୍ସପ୍ଲେନ କରିବୁ। ମୁଁ କହୁଛି ହଉ ସୋନାକ୍ଷୀକୁ ଆମେ ସବୁ ସରସ୍ଵତୀ, ଦୁର୍ଗା, ଲକ୍ଷ୍ମୀ, କାଳୀ ହେଇକି ଖେଳୁଥିଲୁ। ମୁଁ ହଁ ଦୁର୍ଗା ହେଇଥିଲି, ଲିଟିଲ ଲକ୍ଷ୍ମୀ ହେଇଥିଲା, ଚିକଲି ଗୌରୀ ହେଇଥିଲା, ମନୀଷା କାଳୀ ହେଇଥିଲା, ସୋନାକ୍ଷୀ ସରସ୍ୱତୀ ହେଇଥିଲା। ତ ସୋନାକ୍ଷୀ ପିନ୍ଧିଥିଲା ହ୍ୱାଇଟ କଲର ର ଶାଢୀ। ତ ଲିଟିଲ ଯାଇକି ସୋନାକ୍ଷୀକୁ ପଚାରିଲା କି ତମର ହଜବେଣ୍ଡ ମରିଯାଇଛନ୍ତି କି ବିଧବା ହେଇଯାଇଛ ଧଳା ମୁଁ ପିନ୍ଧିକି। ନର୍ସରୀରେ ତ ସୋନା ଥିଲି, ଢୋକି ତାକୁ ଗୋଟେ ଚାପୁଡା ବଜେଇଦେଲା। ମୁଁ ନର୍ସରୀରେ ଥିଲି। କାଇଁ ବାଡେଇଥିଲା ସେତେବେଳେ ସେଟା ବୋଧେ ଜାଣିବା କଥା। ସେ ସଦାବେଳେ ହ୍ୱାଇଟ ପିନ୍ଧୁଥିଲା ଯୋଉ ଖେଳିଲା ବେଳେ। ଇଏ ଯୋଉ ସିରିଏଲ ଆସୁନଥିଲା ଯୋଉ ଚାର ବେଟିଆ ବୋଲି କି କଣ ଘର ସେ କି ଲକ୍ଷ୍ମୀ ବେଟିଆ। ହଁ 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 ଘରକି ଲକ୍ଷ୍ମୀ ବେଟିଆ, ସେଇ ଚାରି ହଁ କ୍ୟାରେକ୍ଟର ଆମେ 4 ଜଣ ହଉଥିଲେ ନା, ସେତେବେଳକୁ ମନୀଷା ଛୋଟ ଥିଲା ବୋଲି ଆମେ ସେ କାଳି ତାକୁ ଜବରଦସ୍ତି ଆଡ କରାଉଥିଲା ତ ତାକୁ କାଳି ବନାଉଥିଲା। କାରଣ ସେଥିରେ 4ଟା କ୍ୟାରେକ୍ଟର ଥିଲା ତ, ବଡରୁ ସାନ କରିକି ନ ନେଇକି ଆମେ ଯିଏ ରାଣ୍ଡମ ନଉଥିଲେ ହଁ। ଯାହାକୁ ଯୋଉ କ୍ୟାରେକ୍ଟର ଇଚ୍ଛା ସେଇଟା ନଉଥିଲେ। ହଁ କାରଣ ସରସ୍ଵତୀ ସବୁଠୁ ବଡ ଥିଲା ମୋ ମନ। କିନ୍ତୁ ନାଇଁ ସରସ୍ଵତୀ, ହଁ ସରସ୍ଵତୀ ଟି ସବୁଠୁ ବଡ ଥିଲା, ଯେହେତୁ ଆମମାନଙ୍କ ଭିତରେ ସବୁଠୁ ବଡ ତ ସୋନା ସରସ୍ୱତୀ ହଉଥିଲା। ହଁ ତ ମୁଁ ସେ ବଡ ଦୁର୍ଗା ଥିଲା। ହଉଥିଲି, ମତେ ଲିଟିଲ ସେ ଲକ୍ଷ୍ମୀ ସିରିୟଲ ର ହଉଥିଲା। ଷ୍ଟୋରି ଲାଇନ ମନେ ନାହିଁ। ମୁଁ ମତେ ସେ ପୁରା ସିରିୟଲ ଅଛି, ମୁଁ ଏବେ ବି ଦେଖିଛି। ଦେଖିଛି ସିରିଏଲ। ଆରେ ସିରିଏଲ ର ଷ୍ଟୋରି ଲାଇନ ମତେ ବି ମନେ ନାହିଁ, ମତେ ଖାଲି ନା ଟିକେ ଟିକେ କଣ ମନେ ଅଛି। ହଁ ସେଇ ଯୋଉ 4ଟା ନା କହିଲେ ସେଇ 4ଟା ନାହିଁ। ମୁଁ ବାସ୍ ସରସ୍ୱତୀ ଥିଲା, ମୁଁ ଗୌରୀ ବାସ୍ ଆଉ ତମାନେ ଟିକେ ଖୁସି ହେଇକି ଲକ୍ଷ୍ମୀ। ମୁଁ ବି କହୁଥିଲି ମୁଁ ବି ପିନ୍ଧିବି ବୋଲି ଶାଢୀ, ବାସ୍ ସେତିକି ମତେ ମନେ ଅଛି। ଏମିତି ହୁଁ ଷ୍ଟୋରି ଲାଇନ ଦେଖିକି ଏତେ ଇନ୍ସପାୟାର ହେଇକି ମତେ ଏନାକ୍ଟ ବି କରୁଥିଲା କରିକି ଆଇ ହ୍ୟାଡ ନୋ ଆଇଡିଆ। ଇନ୍ସପାରେସନ ନଥିଲା, ଖାଲି ସେ 4 ଭଉଣୀ ଥିଲେ ବୋଲି ସେ ନାଁ ଗୁଡାକୁ ନେଇକି ଆମେ ବସିକି ଖେଳୁଥିଲା, ଅଧିକା କିଛି ନାହିଁ। ଆରେ ଯୋଉ ଯୋଉ ଜିନିଷ ଦେଖୁଥିଲୁ ସେଇଟାକୁ ଟିକେ ଇମ୍ପ୍ଲୟ କରୁଥିଲୁ, ଖେଳିଲା ବେଳକୁ ନୂଆ ନୂଆ ଜିନିଷ ହବ ନା, ସେଇଥିପାଇଁ ଆଉ ସେଇଟାର ଏତେ ବେଶୀ ଠିକ। କିଛି ଭାଇ ଛୋଟ ବଳ କହିଲା ବେଳକୁ ମୋର ତ ଗୋଟେ ବଢିଆ ଇନସିଡେଣ୍ଟ ହେଇଛି, ଏଇଠି ଯୋଉ ଆସିଡ୍ ଲାଗିକି ବାପରେ। ହଁ ବହୁତ ଛୋଟଟେ ଥିଲା ଚିକଲି, ନୂଆ ନୂଆ ଜନ୍ମ ହେଇଥିଲା। ତାକୁ ଖଡୁ ପିନ୍ଧେଇବେ ବୋଲି ମା ଖଡୁ ନେଇକି ଆସିଲା, ସେ ଖଡୁର ଏସିଡ ଭଲସେ ପୋଛାଇନି, ଏଇଟାକୁ ପିନ୍ଧିକି ତା ହାତରେ ମାରିଦେଲେ। ଯୋଉ କାନ୍ଦିଲା, ହାତ ପୁରା ସ୍କିନ୍ ଜଳି ହିଁ ଗଲା ତାର ସେଇ ବିଚରାର ଜାଗାରେ। ଆଜି ଯାଏଁ ଆଜି ସେଟା ଯାଏଁ ମାର୍କ ଅଛି। ଅଛି। କଣ ପାଇଁ କାନ୍ଦୁଛି ବୋଲି ଭାବିଲେ, ଦେଖିଲା ବେଳକୁ ପଛରେ ଇଏ ଖୋଲା ବେଳକୁ ଏଇଠି ପୁରା ଆସିଡ୍ ଜଳିକି ମାର୍କ, ଏବେ ବି ମାର୍କ ଅଛି। ତମେ ଦେଖିନ କି? ପୁରା ମୋଟା ନା ଛତୁ ଆମେ ଭଳିଆ ହେଇକି। ଦେଖିଛୁ ଦେଖିନ? ଦେଖିଛୁ। ହଉ ଦେଖିଛନ୍ତି ଯେ ଏସିଡ ମାର୍କ ବୋଲି ଜାଣିନଥିବେ। ହଁ ଏଇଠି ପୁରା ଗୋଟେ ଏସିଡ ମାର୍କ ବଢିଆ ବୋଲି ରିଅଲାଇଜ କରିନଥିବେ। ହୁଁ ଆରେ ଗୋଟେ ଟାଇମ ରେ ତ ମତେ ଲାଗିଲା ସିରିୟସଲି ମାର୍କ ଟା ବଢୁଛି ବୋଲି, ମୋ ବୋଉ କହିଲା କି ମାର୍କ ସରିଗଲା। ତୋର ବଢୁଛି କହ, ତାହେଲେ ତୋର ଅପରେସନ କଣ ହବ। ମୁଁ କହିଲି କଣ ବାପରେ। କହୁଛୁ, ଯେମିତି ଅଛି ସେମିତି ଠିକ ଅଛି, ଏତିକି ଠିକ ଅଛି, ସାଇଜରେ ବଢିନି। ମାନେ ମୋ ହାତ ଲେନ୍ଥ ଧର ବଢୁଥିବ, ସେ ଏମିତି ପୁଚୁକ ହେଇଯାଉଥିବ, ମୁଁ ଜାଣିନି। ନା ନା ଭାଇ ମୁଁ ଜାଣିନଥିଲି ନା, ମୁଁ ଛୋଟ ଥିଲି। ମତେ ବଡ ହେଲା ପରେ ମୁଁ ଯେତେବେଳେ ଦେଖିଲି ପ୍ରଥମ ଥର ପାଇଁ, ମତେ କିଏ ଗୋଟେ କହିଲା କି ଏଇଟା ଜଳିକି ହେଇଛି, ମୁଁ କହିଲି କଣ ଜଳିଛି, କିନ୍ତୁ ଜଳିଲା କଣ ହେଲା ବୋଲି। ଆଉ ଦିନେ ତ ମୋର ହାତ ଜଳିବାକୁ ଯାଉଥିଲା ଛୋଟବେଳେ, ମତେ ବୋଉ କହିଲା, ମତେ କହୁଥିଲା କି ଡୁଡୁ ନାନୀ ହଁ ମତେ, ମୁଁ ଛୋଟଟେ ଥିଲି, ମୁଁ 2 ବର୍ଷର ଥିଲି। ଚିକଲିକୁ ମତେ ଜଗିବା ପାଇଁ ଛାଡିଦେଲେ, ମାନେ ମତେ ଚିକଲିକୁ ଜଗିବା ପାଇଁ କହିଲେ କି ଏଇଠି ଚିକେନ ଅଛି, ଯଦି ଚିକଲି ଛୁଇଁଲା ତ ଡାକିବ। ମୁଁ 2 years old kid, ମୁଁ ବୁଝିଲି କି ଯଦି ଚିକଲି ଏଟା ଛୁଇଁଲା ତ ମୁଁ ଡାକିବି। ତ ଚିକଲି ଗୁରୁଣ୍ଡି 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 ଯାଉଛି ସେ ଚିକେନ ଛୁଇଁବା ପାଇଁ, ମୁଁ ଦେଖୁଛି ସେ ତ ଯାଉଛି ଆଉ, ଯେତେବେଳେ ଛୁଇଁବ ସେତେବେଳେ ଡାକିବିନି। ଏଠୁ ତାପରେ ହଠାତ୍ ଯେତେବେଳକୁ ଖୁଡି ଆସିଲେ, ଧାଇଁକି ତାକୁ ଟେକି ନେଲେ। ମତେ କହିଲେ ତମେ କହିଥିଲି ପା ଚିକେନ ପାଖକୁ ଗଲେ ଡାକିବ। ମୁଁ କହିଲି ତମେ କହିଥିଲ ନା ଯଦି ଚିକେନ ଛୁଇଁଦବ ଡାକିବ, ତ ମୁଁ ଜଗିଥିଲି, ଇଏ ଛୁଇଁଲେ ଡାକିଥାନ୍ତି। ମାନେ ମାନେ ତୁ ଏଇଠି ଯୋଉ ଠିକ ଜଳିନି, ତୁ ମୋ ଠିକ ହାତ ବି ଜଳି ଯାଇଥାନ୍ତା, ତାପରେ ଇଏ ଆରେ ଡାକିଥାନ୍ତା। ଆଇ ୱାଜ 2 years old, ମତେ କଣ ଆଇଡିଆ କଣ ହଉଛି କଣ ନାହିଁ। କହିଲା ସେ ଆରେ ଫାର୍ଷ୍ଟ ଆଚ୍ଛା ଚିକଲିକୁ ଏଇ ଛାଡିକି ମତେ ଟୁ ଜଗିବା ଇୟର ହଁ ଏଇ 2 year କ୍ରିମିନାଲ ମାଷ୍ଟର ମାଇଣ୍ଡ ର ଗୋଟେ ଭଲ କିସ୍ସା ମନେ ପଡିଲା। ସୋନାକ୍ଷୀ ନାନୀ ପ୍ଲିଜ ଡୁ ଦି ଅନର୍ସ। ଆରେ ତ କୋଉଟା? ତୋ ବହୁତ କିଛି ତୋର ଲାଇଫ ରିସ୍କ ଟା ତାଲା ତାଲା ଓ ତାଲା। ହଁ ହଁ ଆଇ ୱାଜ ସେ ଭେରି ପଜେସିଭ ଅବାଉଟ ଡୁ ମାଇସେଲ୍ଫ। ତ ମୋ ହୁଶ ପରେ ପରେ ଏଇଟା ନେକ୍ସଟ ସୋନା ଛୁଆ କହିବ। ସୋନାକ୍ଷୀ ଜନ୍ମ ହେଇଥିଲା। ତ ମତେ ଜମା ପସନ୍ଦ ନଥିଲା କି ସୋନାକ୍ଷୀ, ସମସ୍ତେ ତାକୁ କାଇଁ ଏତେ ଆଟେନସନ ମିଳୁଛି ସୋନାକୁ। ତ ସେ କଣ କରିଛି ବିଚରା ଛୁଆ ଟା ନା ଶୋଇଥିଲା ହେଲା, ସେ ସେ ଟାଇମରେ
ବଡ ବଡ ତାଲା ଆସେ, ମୁଁ ବଡ ତାଲାରୁ ଗୋଟେ ଧରିକି ଗଲି ଛେଚି ଦେବି ବୋଲି। ହଁ ହଉ ସେ କହି ତ ସାରିଲେଣି ସବୁ ଅଲମୋଷ୍ଟ। ମୁଁ ତାକୁ ପୁରା ମାନେ ଏ ତାକୁ ଛେଚିବାକୁ କିଛି ଯାଇଛି କହିବାକୁ ଦେ, ଜୋର ସେ, ରହିଯା। ମମି ଧାଇଁକି ବା, ଆସିଲା ମତେ ଟେକି ନେଲା, ନାଇଁ ତ ସୋନାକ୍ଷୀ ସେଦିନ ରେଷ୍ଟ ଇନ୍ ପିସ୍ ହେଇଯାଇଥାନ୍ତା। ପୁରା ସେଇ ରାଗ ବି ମୋ ଧାଇଁକି ଭିତରେ ଗଲା। ଏତେ ଜୋର ଥିଲା ଯେ ମୁଁ ଆଉ ଗୋଟେ ଦିନ ମୁଁ ଦେଖିଲି କେହି ନାହାନ୍ତି କେହି ନାହାନ୍ତି କେହି ନାହାନ୍ତି, ଇଏ ତ ହାତୀ ଭଳିଆ ଶୋଇଛି ଫେଁ ଫେଁ କରିକି ହେଲା, ଗଲି 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 ତା ଛାତିକୁ ଡୋ କି ଚପଡା ଗୋଟେ ବଜେଇକି ଆସିଲି। ମା ରଡି ଛାଡିଲା, ଧାଇଁକି ପଳେଇଲି ସେଠୁ। ମାନେ ସେ କାନ୍ଦି ପକେଇଲା, ସେ ଛୋଟ ଛୁଆ ଟା କଷ୍ଟରେ ଚିତ୍କାର ଛାଡିଲା, ଏଇ କ୍ରିମିନାଲ ମାଷ୍ଟର ମାଇଣ୍ଡ ବ୍ୟାକଗ୍ରାଉଣ୍ଡରେ ହସୁଥିଲା। ଆରେ ଆଉ ଗୋଟେ ଥିଲା ନା, ତୋର ଆଉ ସୋନା ନାନୀର କାହାର ନାକରୁ ରକ୍ତ ବାହାରିଥିଲା? ସୋନାଇ ନାନୀ। ଆଚ୍ଛା କିଏ କିଏ ମାରିଥିଲା? କଢେଇଥିଲା? ମୁଁ। ଲିଟିଲ ଆରେ ସେଇଟା ଦେଖେ ସେ ଯେ ମୁଁ ସୋନାକୁ କହିବାକୁ ଦେ, ସୋନାକୁ କହିବାକୁ ଦେ, କେହି ସୋନାକୁ କିଛି ହଁ ହଁ କହିବାକୁ ହଁ ଦଉନ, ସୋନା ସୋନା କହ। ଷ୍ଟାର୍ଟ। ମୁଁ ଆଗ ତମେ ଡୁକୁ ନିଜେ ମ୍ୟୁଟ ଭାଇ ତ ଏମିତି ସବୁ ଖେଳ ଖେଳରେ ଏମିତି ହେଇଯାଉଥିଲା ଆଉ। ଲାଇକ ମନୀଷା ଆଉ ମୁଁ ଖେଳୁଥିଲୁ ତ ସେ ଭୁଲ ସେ ଏମିତି ଖେଳୁ ଖେଳୁ ତାର ଆଙ୍ଗୁଠି ମୋ ନାକ ଭିତରେ ପଶିଯାଇଥିଲା and ସେ ମୁଁ ମାରିଥିଲି ତୋ ନାକକୁ? ତୋ ନାକ ମୁଁ ଫୁଟେଇଥିଲି? ନା ଲିଟରାଲି ନା ଫୁଟେଇଥିଲି। ନା ନା, ସେଟା ମୁଁ ଥିଲି। ଲିଟିଲ ଥିଲା। ଅଜବ ଅଜବ ଜବରଦସ୍ତି है। ମୁଁ ନାଇଁ କହିଥିଲି ତତେ ଯେ ମୁଁ ତତେ ମାରିଲେ ତୋ ନୋଜ ରୁ ବ୍ଲିଡିଙ୍ଗ ହେଇଯିବ, ତୋ ନାକରୁ ରକ୍ତ ବାହାରି ପଡେ, ତୁ କହିଲୁ କରେ, ମୁଁ କହିଲି ନାଇଁ ନାଇଁ କାଟିବ, ତୁ କହିଲୁ ହଉ କରେ, ମୁଁ ପଞ୍ଚ ଟେ ଦେଲି ତୋ ନାକ ଭାଙ୍ଗିଗଲା। ମାନେ ଆମେ ଆଉ ବଡ ମୁଁ ବଡ ଏବେ ବି ଖତରୋं ସେଇ के खिलाड़ी ନର୍ସରୀର ଛୋଟ ଛୁଆ ଟା। ଆମେ ଲିଟରାଲି ଖତରୋं के खिलाड़ी ଥିଲେ। ମୁଁ କେବେ କାହାକୁ ବାଡେଇନି, ମୁଁ ଥରେ ବାଉଁଶ ବାଡି ମୋ ମୁଣ୍ଡ ଉପରେ ପଡିଥିଲା, ଥରେ ମୁଁ ସାଇକେଲ ରୁ ପଡିକି ଗ୍ରିଲ ଭିତରେ, ଗାରାଜ ଗ୍ରିଲ ରେ ମୁଣ୍ଡ ମୋର ବାଡେଇ ହେଇଥିଲା। ମୋ ଆଙ୍ଗୁଠି ଚିପି ହେଇକିନା ମୋ ଆଙ୍ଗୁଠିର ମାଂସ ବାହାରି ଯାଇଥିଲା। ପୁରା ଏମିତି ହଁ ମୁଁ କାହାକୁ ବାଡେଇନି, ମୁଁ victim ହିଁ ହେଇଛି through out। ପୁଣି ଆମେ ପୁରା ତ ବଢିଆ literally ଲାଗିଲା। କଥା ଅଲଗା ଟ୍ରାକ୍ କୁ ପଳେଇଲା। ପୁରା ମୁଁ ଖାଲି ମନୀଷା ସାଙ୍ଗେ ଏକ୍ସପିରିଏନ୍ସ ଟା କହିପାରିଲିନି ମେମୋରି। ଆରେ ଡୁ ଗୋଟେ ମନ ଅଛି କଥା, ଯୋଉ ଭୋଲୁକୁ ଜଗେଇକି ଯାଇଥିଲେ ଆଉଥରେ ଆମ ଦି ଜଣକୁ, ଭୋଲୁ ରୋଡ ଉପରେ ଆମେ ଦି ଜଣ ମାନେ ଆମେ ଘରେ ଏଇଠି, ଭୋଲୁ ଯାଇକି ନନାଙ୍କ ଗାଡି ସାମ୍ନାରେ। ମୁଁ ନନା ନେଇ ନୁହେଁ, ସେଇ ନା ନା ହିସାବରେ ମୁଁ ଲିଟିଲ ବେ କିଶୋର ନୁହେଁ। ମୁଁ କଥା କହୁଛି, ଆରେ ତୁ ମ୍ୟୁଟ ଅଛୁ, ତୁ ମ୍ୟୁଟ ଅଛୁ, ହାଲୋ ତୁ ମ୍ୟୁଟ ଅଛୁ। ଆରେ ଭୋଲୁକୁ ଜଗିବା ପାଇଁ ଆମକୁ ଦିଆହେଇକି ପଳେଇଲା, ଆମେ ଛୁଆ ଗୁଡାକ ଆମେ ଖେଳିବା, ଆମେ ଜଗି ଜଗି ଖେଳିବା ଷ୍ଟାର୍ଟ କରିଦେଲୁ, ଆମେ ଖେଳୁଛୁ ସେ ପିଲା କେତେବେଳେ ଚୁଙ୍ଗି ବାହାରିକି ଗେଟ୍ ପାର କରିକି ପଳେଇଛି, ସେ ସେତେବେଳକୁ କକେଇ ଆସୁଛନ୍ତି, ଭୋଲୁ ଯାଇକି କକେଇଙ୍କ ଗାଡି ସାମ୍ନାରେ। ଠିକ ଗାଡି ଆମେ ଏତେ ସାମ୍ନାରେ। ଗାଳି ଖାଇଲୁ। ଆଉ ଗୋଟେ ଥର ସେମିତି ଆମେ ନା ବାପାଙ୍କ ମାଙ୍କ ଖଟରେ ଡେଉଁଥିଲୁ 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 ଏ ଡେଉଁଥିଲୁ ଖଟ ଭାଙ୍ଗିଗଲା। ଭଗବାନ। ଆରେ ଆମେ ଡେଉନଥିଲେ। ଡେଉ ନଥିଲେ, ଆମେ ଖଟକୁ ହଲଉଥିଲୁ, ସେତେବେଳକୁ ହଲଉଥିଲେ। ହଲୁଥିଲା ତିନିଟା ତ ଉପରେ ଆମେ ନାଚୁଥିଲେ, ଜଣେ ହଲଉଥିଲେ। ହଁ ସେମିତି କରିକି ବାରି ବାରି କରିକି ଯାଉଥିଲୁ, ତ କାହା ବାରି ଥିଲା ସେ ଖଟ ହଲିଲା ହଲିଲା ଖଟ ଚିକିଲି ଭାଙ୍ଗିଗଲା। ଭୋଲୁ ଚିକିଲି ବାରି ଥିଲା ଚିକା, ହଲଉଥିଲା କାହା ବାରି କଣ, ଭୋଲୁର ବାରି। ହଁ ଏଇଟା ସେ ତୁ ଭୋଲୁ ଆରେ ଭୁଲ ବାରି ହଲଉଥିଲା କରିଦେଲୁ। ଭୋଲୁର ଥିଲା, ହଲଉଥିଲା। ହଲୋ ଚିକିଲି ଥିଲା ନା ଧରିଥିଲା, ସେତେବେଳକୁ ନନା ଭେରିକା ପହଞ୍ଚିଲେ, ଠିକ ସେମାନେ ପହଞ୍ଚିଛନ୍ତି, ନା ଖଟଟା ମୁଁ ଭାଙ୍ଗିଗଲା। ହଲଉଥିଲି, ମୋର ମନେ ପଡିଲା, ନାଇଁ ମୁଁ ହଲଉଥିଲି, ତମେ ଦି ଚିକା ଜଣ ହଲଉଥିଲା। ବସିକି ଡେଉଁଥିଲ କି ଠିଆ ହେଇଥିଲୁ, ଯାହା ହଲର ହଲର ତା ସହିତ ହଉଥିଲା। ସେଟା କଣ କହିଲ, ଗୋଟେ ଯୋଉ ପାର୍କରେ ଗେମ୍ ଭଳିଆ ନା, ସେମିତି ଭଳିଆ ହଲୁଥିଲା। ତ ଆମେ ହଲଉଛୁ ହଲଉଛୁ, ସେ ଢ କିନା ଭାଙ୍ଗିଗଲେ, ଆମେ ତିନିଟା ସକ୍ ହେଇକି ଆମେ ଆମ ମମି ଆଡକୁ ପଳେଇଲୁ। ତାଙ୍କୁ କହିଲୁ କି ଆମେ କଣ ଖଟ ଫଟ ଭାଙ୍ଗିଗଲା, ଭଲ ସେଇଠି ଅଛି ସିଟରେ ଠିଆ ହେଇକି କାନ୍ଦ ଷ୍ଟାର୍ଟ କରିଦେଲା, ଭାଇ ସେତେବେଳେ ସବୁ ଆସିକି ପହଞ୍ଚୁଛନ୍ତି, ମାନେ ଗେଟ୍ ଭିତରକୁ ଏଣ୍ଟ୍ରି ମାରୁଛନ୍ତି, ସମସ୍ତେ ଆସିଛନ୍ତି, ଭୋଲୁ ବସିକି କାନ୍ଦୁଛି, ସବୁ ସବୁ କଣ ହେଲା ପଚାରିଲାରୁ ଏଇଟା ଗବ ଭଳିଆ ସତ କହିଦେଲେ ଯେ ଆମେ ଖଟ ହଲେଇ ଭାଙ୍ଗିଦେଲୁ। ହେଲା ଭଲ। ଆମେ ତିନିଟା ଡରରେ ଟିଣ ଘର ଅନ୍ଧାର କରିକି ଟେବୁଲ ତଳେ ବସିଛୁ ତିନିଟା ଯାକ। ତାପରେ ଆମକୁ ଡକରା ହେଲା, କଣ ହେଲା କାହିଁ ହେଲା, ଭୋଲୁ କାନ୍ଦୁଛି, ଭୋଲୁ କିଏ ଶୋଧିଲେନି, ଆମେ ତିନିଟା ସୋଧା ଖାଇଲୁ କି କାହିଁ ଏମିତି କଲ ବୋଲି, ଭୋଲୁ ବଞ୍ଚିଗଲା। ଆମର ବି ମନେ ଅଛି ଛୁଆ ବେଳେ ସୋନାକ୍ଷୀ ନାନୀ ଏମିତି ଧୁମ ଚାଲେ ଗୀତରେ ନାଚୁଥାଏ ଖଟ ଉପରେ ଠିଆ ହେଇକି, ମୁଁ ତାକୁ ଆକମ୍ପାନି କରେ। ସିବୁନା ସେଥିରେ ୱେଟ କେତେ ଥିଲା ସୋନାକ୍ଷୀ ନାନୀ ଜନ୍ମ ହେଇଥିଲା ଯେତେବେଳେ, ମାନେ ଜଷ୍ଟ ଏମିତି 1 ଇୟର ପାଖାପାଖି।
I don't remember exactly, but पूरा गोलमोल ଥିଲା। ଗୋଲୁ ମୋଲୁ ସେ ବହୁତ ଥିଲା ହେଲା। ତ ସୋନା କିରାଣୀ ମୁଁ ଖଟ ଉପରେ ଡେଉଁଛୁ ହେଲା, ଡେଉଁଛୁ ସିଏ ବିଚାରା, ଆମେ ଡେଇଁଲା ବେଳେ ଖଟ ଅଲରେଡି ହଲୁଛି, ସିଏ ଠିଆ ହଉଛି, ସେ ଥରଟେ ଡେଇଁଲା ବେଳକୁ ବସିକି ପଡି ଯାଉଛି ପୁରା, ମାନେ ତା ୱେଟ ତାକୁ ତଳକୁ ଭିଡି ଦଉଛି, ସେ ବିଚାରା ଠିଆ ହିଁ ହେଇପାରିଲାନି ଲାଷ୍ଟକୁ। ଏତେ ଥିଲା, ମାନେ ଏବେ ବି ସେ ଭିଡିଓ ଟା ଅଛି, ଯେବେ ବି ଦେଖୁ ଆମେ ଏତେ ହସୁ ପୁରା। ଠିକ କଥା, ସେ ତ ବଢିଆ ଥିଲା ସେତେବେଳକୁ ଫେସ୍ ହଁ, ଟା। ସୋନାକୁ ଗୋଟିଏ ଡାନ୍ସ ଥିଲା, ଧୁମ ଚାଲେ ଧୁମ ଚାଲେ ଧୁମ। ତାର ଗୋଟିଏ ପୋଜ ବି ଥିଲା, ସେ ହାତ ଦିଟା ହଁ। ଆଗକୁ କରିକି ଟ୍ୟୁବଲାଇଟ ଭଳିଆ ଧୁପ 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 କରିବା। କେମିତି? କରିକି ଦେଖିଲୁ ସେ ସୋନା। ଯୋଉ ଛୋଟବେଳେ ସେ ଯୋଉ ମିଳେନି ଯୋଉ ଆର୍ଟିଫିशिଆଲ ଫୋନ ହଁ ଗୁଡାକ ଯୋଉଟା ବାର୍ବି କି ଫୋନ। ଲୁଚି ବୁଲିକି ତା କିଏ ଥ୍ୟାଙ୍କ ଏଇଟାକୁ ୟୁ ଡେମୋ। ତାକୁ ଆଉଥରେ ମିଟ୍ କରିଦବା। ଆଚ୍ଛା ଲିଟିଲ ତ ମନୀଷାର ମେମୋରି କଜ ଏ ବିଚର ହେଇଗଲାଣି। ନା ସବୁ ତ ଦଉଛ ତୁ ବିଚରା ସାରିବାକୁ ଦେଲୁନି। ତ ମନିଷା ସାଙ୍ଗେ ତ ମୋର ସବୁ ଚାଇଲ୍ଡହୁଡ ର, ମାନେ ଆମର ଏଜ ଡିଫରେନ୍ସ କେତେ 1 ଇୟର ପାଖାପାଖି। ହଁ, ବର୍ଷ ଓନ୍ଲି 1 ପାଖେ ଇୟର। 1 1 ଇୟର ଇୟର 1 1 ମନ୍ଥ, ସେ 13 ମାସର ଡିଫରେନ୍ସରେ ମୋର ପିଲାବେଳୁ ମନେ ଅଛି, ତା ସହ ଯେତେକ ମେମୋରି ସବୁ ବହୁତ ଫ୍ରୁଟଫୁଲ। ମୋର ମମତା ସାଙ୍ଗେ ଆଉ ଚିକଲିନା ସାଙ୍ଗେ ସେ 1 ଇୟର ଏଜ ଗ୍ୟାପ ଯୋଗୁ ବହୁତ ବଢିଆ ବଣ୍ଡ ଟା ଅଛି। ମୋର ତତେ ମନେ ଅଛି ମୋ ଛାତ ଉପରେ ଘରେ ବସିକି ମନେ ଅଛି ସେ କନଭରସେସନ ସେଟା ବେଷ୍ଟ ହେଲା। ଆଉ ଗୋଟେ ଥର ମୁଁ ତ ସ୍କୁଲ ଯାଇଥିଲି, ତୋର ମନେ ଥିବ କି ହୁଁ ନାଇଁ, ହୁଁ ମୁଁ ସେ ହଁ ସ୍କୁଲର ଜମା ଷ୍ଟୁଡେଣ୍ଟ ନୁହେଁ। ମନିଷା ସ୍କୁଲ କୁ ମୁଁ ପଳେଇଛି ନର୍ମାଲ ୟୁନିଫର୍ମ ପିନ୍ଧିକି, ବର୍ଷଟେ ବଡ ପିଲା ୟା କ୍ଲାସ ରୁମ ରେ ବୁଲୁଛି। ହଁ ସେଦିନ ଆକ୍ଟିଭିଟିଜ ଯାହା ଯାହା ହେଲା ସବୁରେ ମୁଁ ପାର୍ଟିସିପେଟ ବି କରିଥିଲି। ସେଇଭଳିଆ, ହଁ ତାପରେ ଆମେ ଦିଟା ସଦାବେଳେ ମିଶିକି ରୁମ ମାନେ ଡିଭାଇଡ ହେଇଯାଇଥିଲୁ। ଆମେ ଅଜା ଘରକୁ ଗଲାବେଳେ ମୁଁ ମନିଷା ଗୋଟେ ଟିମ୍, ଡୁ ସୋନେ ନାନୀ ଗୋଟେ ଟିମ୍, ଶିବୁନ ବିଚରା ଆଉଟସାଇଡର। ହଁ ସତ କଥା। ତ ଆମେ ଦିଟା ସେ ବସିକି ଇନୋସେଣ୍ଟ ଛୁଆଟା ସବୁବେଳେ କବାଟ ବାଡଉଥାଏ, ଆରେ ମୁଁ ଶିବୁନ ମତେ ମୁଁ କିଏ ଶିବୁନ ଖୋଲ, ମତେ ଆରେ କିଏ ମୁଁ ଖୋଲ। ଶିବୁନ ମତେ କିଏ ଖୋଲ। ତାକୁ କବାଟ ଖୋଲା ହଉଥିଲା କିନ୍ତୁ କଣ କୁହାଥିଲା ତୁ ସେପଟକୁ ଯା। ହଁ ବିଚରା ଛୁଆ। ତ ଆମେ, ଆମର ଫାଇଟ ବି କେବେ ହେଇନି। ନା କେବେ ନାଇଁ, ତୁ ଆଉ କେବେ ନାଇଁ, ସ୍ନେହା କେବେ ଦ୍ଵାରା ଫାଇଟ ହେଇନି ପୁରା ହଉ ଇଏ। ଚିନ୍ତା କରନି, ମୁଁ ଆସିଲେ ଏଥର ୱାର୍ଲଡ ୱାର ଲଗେଇଦବା, ଡୋଣ୍ଟ ତୁ ୱରି। କିଛି ଚାନ୍ସ ହିଁ ନାହିଁ। କରିପାରିବୁନି ଆମ ଭିତରେ। ଏକ୍ସାକ୍ଟଲି। ନାଇଁ ମୁଁ ମିସଅଣ୍ଡରଷ୍ଟାଣ୍ଡିଙ୍ଗ କହିଲି କି? ମିସଅଣ୍ଡରଷ୍ଟାଣ୍ଡିଙ୍ଗ ଥୋଡି ନା କହିଛି। ନାଇଁ ନାଇଁ ୱାର୍ଡ ତୁ ୱାର କଲୁ ଯେମିତି ପୁରା ତୁ ଯେମିତି ବି କରେଇନୁ। କିଛି ୱାର୍ଲଡ ୱାର କିଛି ହବ। ତୋର ବେଶୀ କିଛି ସକ୍ସେସ ନାହିଁ, ରେଟ ରାତିରେ ଜିରୋ। ତମ ଦିଟାଙ୍କୁ ଶୁଣ, ରାତିରେ ତମ ଦିଟାଙ୍କୁ ସାଇଡ ସାଇଡ ରେ ଶୁଆଇବା ଆଗରୁ ଭାଙ୍ଗ ପିଆଇ ଦେବି। ସକାଳେ ଉଠିଲା ବେଳେ ତୋ ଉପରେ ଲିଟିଲ ଶୋଇ ପଡିଥିବ, କି ଲିଟିଲ ଉପରେ ତୁ ଶୋଇ ପଡିଥିବୁ, ଜଣଙ୍କର ହାଡ ଜଣଙ୍କର ଗୋଡ ଭାଙ୍ଗି ଯାଇଥିବ, ସରିଲା। ଆଉ ମୋର କିଛି ନାହିଁ। ମନିଷା ସାଙ୍ଗେ ୱାନ ଅଫ ଦି ବେଷ୍ଟ ମେମୋରି ଏଟା ମାନେ ଲାଇଫ ଲେବଲ ଟୋରା ଏକ୍ସାକ୍ଟଲି। ଟୋରାରେ ଥିଲା। ହଁ ଅଲଗା ପ୍ରକାର ଥିଲେ। ଅଲଗା ପ୍ରକାର। ତ ଆମେ ମେଳା ଯାଇଛୁ, ଫାଷ୍ଟ ଟାଇମ ଟୋରା ଟୋରାରେ ଆମେ ବ୍ରହ୍ମପୁରରେ ବସିଥିଲୁ। ହୁଁ। ତ ଟୋରା ଟୋରା ଲୋକ କେହି ବସୁନାହାନ୍ତି, ବିରାଟ ଦୋଳିଟା, କେହି ତାପରେ ବସୁନାହାନ୍ତି ମେଳାରେ। definitely ଆମେ କହିଲୁ କି ଏତେ ବଡ ରାମଦୋଳିରେ ତ ବସି ପଡୁଛୁ, ଏଇଟା କଣ ଅଛି, ଏଇଟା ଏଥିରେ ବି ବସି କଣଟା, ପଡିବା। ଆମେ ପଳେଇଲୁ, ମାନେ ସେ ଦୋଳି ଉଠିବାର ବି ଆମେ ଦେଖିଲୁ, ଆମେ ଖାଲି ଦେଖିଛୁ ଏତେ ବଡ ଚକ୍ରିଟେ ଅଛି। ହଁ ଆମେ ସେତେବେଳେ ଟିକେଟ କାଟିଲୁ କ୍ୟାଲକୁଲେସନ ପଳେଇଲୁ। ସେତେବେଳେ ହୁଁ କ୍ୟାଲକୁଲେସନ ଡିସକସ କଲୁ କି ଲିଟିଲ ନାନୀ ତୁ, ମୁଁ ଭିତର ସାଇଡ କୁ ବସି ପଡୁଛି, ତ ମୁଁ ଦ୍ୟାଟ ତୁ ବାହାର ସାଇଡ କୁ ଏପଟ ବସି ବସିଲେ, ପଡିଛି। ହଁ ଏପଟ ସାଇଡରେ ବସିଲେ ଯଦି ଏମିତି ଟିଲ୍ଟ ବି କରିଗଲା ଦେନ୍ ତୁ ମତେ ବଞ୍ଚେଇଦବୁ, ମୁଁ ପଡିଯିବି ହେଲା। ହୁଁ ତ ଦୋଳିରେ ଆମେ ସେଟା ବସିଥିବି ଫାଷ୍ଟ ଟାଇମ ବସିଲୁ, ସେ opposite ତ ଷ୍ଟାର୍ଟ ହେଲା ଆଉ ଘୁରିଲା ଘୁରିଲା, ସେ ଯେମିତି ବଙ୍କା ଟଙ୍କା, ଫାଷ୍ଟ ଟାଇମ ଯୋଉ ବସିଲି ମୁଁ ତ ଭାବିଲି ଆଜି ମୁଁ ଏଇଠୁ ଗଲି, ଆଜି ମୁଁ ଗଲି, ପୁରା ଲାଗିଲା ଯେମିତି ପୁରା ଚେପା ହେଇଯିବୁ। ତାପରେ ଆମେ ଭୁବନେଶ୍ଵରରେ ବସିଲୁ। ବ୍ରହ୍ମପୁରରେ ଆମର କଣ ଥିଲା, ମନୀଷା ଭିତର ଆଡେ ବସିଛି, ମୁଁ ବାହାର ଆଡେ ବସିଛି, ବାଲାନ୍ସ ହେଇଗଲା। ଏକ୍ସାକ୍ଟଲି। ଭୁବନେଶ୍ଵରରେ କଣ କଲୁ, ମନୀଷା ବାହାର ଆଡେ ବସିଛି, ମୁଁ ଭିତର ଆଡେ ବସିଛି। ମୋର ମାନେ କି ମୋର ପୁରା ୱେଟ ମନୀଷା ଉପରେ ପଡୁଛି। ଯେତେବେଳେ ଦୋଳି ଷ୍ଟାର୍ଟ ହେଲା, ତାପରେ ଆମ ମାଇଣ୍ଡ କୁ ପଶିଲା ନାଇଁ ଏଟା ହେଲା ଭୁଲ। ଲିଟିଲ ନାନୀର ଚୁଟି ପୁରା ପରପେଣ୍ଡିକୁଲାର ହେଇକି ଘୁରୁଥାଏ। ଏମିତି ହେଇକି ଘୁରୁଛି। ସେ ଏତେ ଫୋର୍ସ, ଏଇଟା ମାନେ ସିଧା ହଉନି, ସେ ଏମିତି ଏମିତି ଖାଲି ହଉଥାଏ। ହଁ ହଁ ତ ମୁଁ ମନୀଷା ଭାବିକି ବାହାରେ ବସିଛି, ମୁଁ ପୁରା ତା ଉପରେ ଟିଲ୍ଟ ହେଇକି।
ମୋର ତାପରେ ପୁରା ଓହ୍ଲେଇଲା ତାପରେ ଓହ୍ଲେଇଲା ପରେ ଦି ଜଣଙ୍କୁ ଦେଖି କହୁଛ ଜୀବନ ଏଥିରେ କେବେ ଆଉ ନାଇଁ ଏବେ ମୁଁ ବାହାରେ ତୁ ଭିତରେ ମୁଁ ତାକୁ ଏମିତି ପୁରା ସାଇଡରୁ ଧରିଛି ନହେଲେ ସେ ପିଲା ଗଳି ପଡିଥାନ୍ତା। ମୁଁ କହିଲି ଆଉ ଯେତେ ଚେଷ୍ଟା କରୁଛି ଦୂରେଇବାକୁ ସେ ଦୋଳିର ଫୋର୍ସ ରୁ ମୁଁ ୟା ଉପରେ ପଡି ଯାଉଛି। ସେଇଟା ବଢିଆ ଥିଲା କିନ୍ତୁ ଯାହାବି କହ ଲାଇଫ ର ଗୋଟେ ବଢିଆ ଏକ୍ସପିରିଏନ୍ସ ଥିଲା ସେଇଟା। ଇନଫାକ୍ଟ ଲିଟଲ ରାନୀ ସହିତ ବି ସବୁଠୁ ଡିପେଷ୍ଟ କନଭରସେସନ ହୁଏ ମୋର ସେଦିନ ଯୋଉ ବ୍ରହ୍ମପୁର ଛାତ ଉପରେ। ଛାତ Deepest. ଉପରେ ତୁ ଜାଣିନୁ ମୁଁ ଭାଇ ମଝିରେ ମାନେ ସେ Deep. ୟାକୁ ମ୍ୟୁଟ କରିଦେବୁ। ୟାକୁ ଆଜି ଖାଲି ମ୍ୟୁଟ କରିବାର ସମୟ। ଅଜବ ଅଜବ ଜିନିଷ ମଝିରେ ମଝିରେ। ଆମେ ଛାତକୁ ଯାଇକି ମୁଁ ସେତେବେଳେ ମୋର ଲେଖାଟା ଷ୍ଟାର୍ଟ କରିଥିଲି ୟଙ୍ଗ ଓଲ୍ଡ ଲେଡି ହଁ ଆଜି ଯାଏ ସେଟା ସରିପାରୁନି ଲାଷ୍ଟ ସିନ୍ ଚାଲିଛି ତାର। ଏଇ ଡୁରାନି ଯୋଗୁ ତ କପି ହଜେଇଦେଲା। ହଁ ସେଇଟା ତ ଏପ୍ରିଲ ଫୁଲସ ବେଳେ ସେ ଏପ୍ରିଲ ଫୁଲ ଷ୍ଟୋରି ଟା କହିବି। ଓ ସେତେବେଳେ ମୁଁ କାନ୍ଦ ହେଇଗଲି ମୁଁ କହିଲି ଏତେ ପରିଶ୍ରମ କରିକି ଏତେ ଲେଖିଥିଲା ସେ ଏତେ ବଢିଆ ନୋବେଲ ଟେ ଲେଖିଥିଲା ଦେଖିଲା ବେଳକୁ ସେ ପୁଣି କହୁଛି କଣ ପପି ଟା ସୁସୁ କରିକି ତାକୁ ଇଏ କରିଦେଲା କାହିଁକି। ମୁଁ ସମସ୍ତଙ୍କୁ ବଢିଆ ଏପ୍ରିଲ ଫୁଲ ବନେଇଛି ସେଇଟାର ମୋର ହଁ ବହୁତ କ୍ରିଏଟିଭ ୱେ। ପ୍ରାଙ୍କ୍ସ କରିବାରେ ଲିଟିଲ ରାନୀଠୁ ବେଟର କେହି ନୁହେଁ। ସେଟା Okay. ମନେ ଅଛି ଆମେ ଡୁ କୁ ଯୋଉ ଜୁସ୍ ଦେଇଥିଲେ। जोटा कि भूल से गुंडे ସେଇ मामू पी देले कहने डू पीलानी କହୁଛୁ କହୁଛୁ ଆମେ ଡୁ ପିଲାନି ନାନୀ ଆମ ସାଙ୍ଗେ ବହୁତ स्क्वाश रे ଲାଗିଥିଲା। लंका गुंड हल्दी पकेकी ହଁ ଖାଲି ଲଙ୍କାଗୁଣ୍ଡ ହଳଦୀ ହଁ ନାଇଁ ଲଙ୍କାଗୁଣ୍ଡ କଳା ଲୁଣ ଗୋଲମରିଚ ଆଉ ଆଉ ଗୋଟେ କଣ ପାଉଡର ଥିଲା ଆମେ ଜାଣିନୁ ସେଇଟା କଣ ସେଇଟା ସେମିତି ଦି ତିନିଟା ଜିନିଷ ଚିନି ଲୁଣ ଆଉ ଯାହା ସ୍କ୍ୱାଶ ଯାହା ଥିଲା ସବୁ गोलेइले ଯାହା मु ଥିଲା पीबी ଗୋଳେଇ ଦେଲୁ मु पीलिनी मु आसबारे टाइम लगेली गुंडे मामू आसिले देखले स्क्वाश तो आइछि तेकले पी देले ପିଇଦେଲେ ସେ ବେଷ୍ଟ ଥିଲା ଡୁ ନାନୀ ମସ୍ତ ବଟର ଚିକେନ ଘରେ ବନିଛି ଭଲ କି ଠୁସିକି ଖାଇଛି ଥଣ୍ଡା ପାଣି ତାକୁ ପିଇବାର ଥିଲା ଫ୍ରିଜ ଖୋଲିଲା ଜୁଆଣି ବୋଟଲ ଯୋଉଥିରେ ଜୁଆଣି ପକାଇକି ପାଣି ସହିତ जानी ମିଶେଇ नथिले कि सेटा जुआनी ପିଇଗଲା ଢକ ଢକ ଟାଙ୍କି ଦେଲା ପାଟି ପୋଡିଲା ୟାର ତ ପୁରା ଅଭ୍ୟାସ ସେୟା ନା ସେଇ ଯାହା ଦେଖ ଫ୍ରିଜ ଖୋଲା ଢକ ଢକ କରିକି ପିଇ ଦିଅ। ଯାହା ପାଇଲା ତାର ପିଇଲା। ପାଟି ଟେଷ୍ଟ ବଡ୍ସ ପୁରା ଗଲା ତାପରେ ସେ ଥଣ୍ଡା ପାଣି ଆଉ ଥରେ ପିଇଲା ଦେନ ଆଉ ଥରେ ଚିକେନ ଖାଇଲା ବାପସ ରିଭାଇଭ କଲା अच्छा चलो हम चलती ରହିଯା ଜଲଦି ଜଲଦି କ୍ଲୋଜିଂ କରିଦବା। ହଁ ଆଜିର ଇଣ୍ଟରେଷ୍ଟିଙ୍ଗ ଫ୍ୟାକ୍ଟ ସୋନାର ହବ। ସୋନା ଇଣ୍ଟରେଷ୍ଟିଂ ଫ୍ୟାକ୍ଟ किछ नहीं ଆଚ୍ଛା ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ଇଣ୍ଟରେଷ୍ଟିଙ୍ଗ ଛାଡେ ଗୋଟେ ଫ୍ୟାକ୍ଟ କହିଦେ ଫ୍ୟାକ୍ଟ ନିଜ ସଦାବେଳେ ବିଷୟରେ ଇଣ୍ଟରେଷ୍ଟିଙ୍ଗ ଥାଏ ନିଜ ବିଷୟରେ ଗୋଟେ ଫ୍ୟାକ୍ଟ। ନଟ୍ ମେନି ପିପଲ ନୋ କି ମୁଁ ଆକ୍ଟିଂ କରିବାରେ ବହୁତ ଏକ୍ସପର୍ଟ ଅଛି ହେଲା ଥରେ ସ୍କୁଲ ଟାଇମରେ କଣ କରିଥିଲି ନା ମତେ ଯୋଉ ସ୍ପୋର୍ଟସ ଡେ ମାର୍ଚ୍ଚ ପାଷ୍ଟ କରିବାର ନଥିଲା ତ ମୁଁ ବେଶ ଭାବରେ ଆକ୍ଟିଂ କରିଥିଲି ଆଣ୍ଡ ସେଇଟା ସମସ୍ତେ ସିରିୟସଲି ନେଇଯାଇଥିଲେ ଆଣ୍ଡ ମୁଁ ତାପରେ ଭେରି ତ ମୁଁ ସେ ଇଏ କରିପାରିବିନି ସୋ ସେ ସେନ୍ସଲେସ୍ ହବ ଆକ୍ଟିଂ ଟା ମୁଁ ବହୁତ ବଢିଆ ସେ କରିଥିଲି ସୋ ୟେସ୍ ଆଇ ଏମ୍ ଗୁଡ୍ ଆକ୍ଟ୍ରେସ୍ ପିଲାକୁ ଗ୍ଲୁକୋଜ ଟ୍ରିଟମେଣ୍ଟ ମିଳିଥିଲା ସେଦିନ। ହଁ ବଢିଆ ବହୁତ ବଢିଆ ବି ଟ୍ରିଟମେଣ୍ଟ କରିବାକୁ ମିଳିଥିଲା ଖାଲି ଗ୍ଲୁକୋଜ ବି ନୁହେଁ ସେତେବେଳେ ଗ୍ଲୁକୋଣ୍ଡି ପିଇବାର ବି ଅଲଗା ପ୍ରକାର ଫାଣ୍ଟାସି ଥିଲା ସତ କଥା। ସ୍କୁଲରେ ଗ୍ଲୁକୋଜ ମିଳିବା ଇଜ ଆ ବିଗ୍ ଡିଲ୍ ସୋ ୟା ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ଓକେ ତାହେଲେ ଆଜିର ଏପିସୋଡ କୁ ଦେଖିବା ପାଇଁ ଆଉ ଶୁଣିବା ପାଇଁ ଥ୍ୟାଙ୍କ ୟୁ ସୋ ମଚ୍। You're ଆଉ most ଆଗକୁ welcome. ତୁ Please ଗାୟତ୍ରୀ do like, share and subscribe. ଆଉ ଆଗକୁ ଯୋଉ ଟପିକ ଉପରେ ଡିସ୍କସନ ହବା ଦେଖିବା ଚାହୁଁଛନ୍ତି ସେଟାକୁ କମେଣ୍ଟସ ରେ ଲେଖିଲେ ଆମେ ତା ଉପରେ ବି ଡିସ୍କସନ ଟେ ରଖିବୁ। ଥ୍ୟାଙ୍କ ୟୁ Thank you. Bye bye. ଆଜି ବାଏ ଆଜିର ବାଏ। ଫଟୋ ଫଟୋ ସେସନ ଆଜି ବଢିଆ ଫଟୋଟା ଅଛି ପାଠ ମୋର ମାର୍କ ଗୋଟେ ସେମିତିରେ ବି ଏତେ ଅଜିବ ଫଟୋ ସେସନ କରିଛୁ ଯେ ରେଡି 3 2 ଉଠେଇଦେଲି।
ମାଁ ମୁଁ ଦାନ୍ତ ଦେଖଉଥିଲି। Bye bye. All right. Bye Done and bye. dusted. Ta-da! Ta-da! ଏ ମିକି ମାଉସ ଦେଖୁଥିଲେ ପିଲାବେଳେ ଆମେ। ये मिकी